ବିଷୟବସ୍ତୁ ହେଉଛି ଆମେ ଆଜି ଆଲୋଚନା କରିବା ଜଣେ ସମାଜ ବିଜ୍ଞାନୀଙ୍କ ସମ୍ବନ୍ଧରେ ଯିଏ କେବଳ ସମାଜ ବିଜ୍ଞାନ ବା ସମାଜଶାସ୍ତ୍ର ନୁହେଁ, ଯିଏ ନୃତତ୍ତ୍ୱ ବିଜ୍ଞାନ ଏବଂ ରାଜନୀତି ବିଜ୍ଞାନ ମଧ୍ୟ ଅନେକ ବହୁତ ତାଙ୍କର ନାମ ରହିଛି ଏବଂ ତାଙ୍କର ଯେଉଁ ଅବଦାନ ରହିଛି ଭାରତୀୟ ସମାଜଶାସ୍ତ୍ରକୁ, ତାହା ଯେଉଁ ଆମର ଯାହାକୁ କୁହାଯାଏ ଆଧୁନିକ ଭାରତରେ ଯେଉଁ ସମାଜଶାସ୍ତ୍ରର ଯେଉଁ ବିକାଶ ହୋଇଛି, ତାଙ୍କର ଯୋଗଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏହି କ୍ଷେତ୍ରରେ। ଏବଂ ଯଦି ଆମେ ଦେଖିବା ଏମ୍ ଏନ୍ ଶ୍ରୀନିବାସକୁ ଆମେ ସମସ୍ତେ ଯେଉଁ ଆଧୁନିକ ସମାଜଶାସ୍ତ୍ର ଭାରତରେ ରହିଛି ତାର ଜନ୍ମଦାତା ବୋଲି କୁହାଯାଏ। ଯଦି ଆମେ ସମସ୍ତେ ଜାଣିଛୁ ପେଟ୍ରିକ୍ ଗେଟ୍ସ, ଜିଏସ୍ ଗୋରେ, ସେମାନଙ୍କର ଅବଦାନ ଅତୁଳନୀୟ, କିନ୍ତୁ ଯଦି ଆଧୁନିକ ଭାରତରେ ଆମେ ଯେଉଁ ପରିବର୍ତ୍ତନ ଦେଖାଯାଇଥିଲା ଏବଂ ତାକୁ ଗୋଟେ ଯେଉଁ ସାମାଜିକ ଶାସ୍ତ୍ର ବା ସମାଜ ବିଜ୍ଞାନର ଯେଉଁ ଦୃଷ୍ଟିକୋଣରୁ ସେ ଯେଉଁ ଅସୁବିଧା ଗୁଡ଼ିକର ତର୍ଜମା କରାଯାଇଥିଲା ବା ସେ ସମ୍ବନ୍ଧରେ ଯେଉଁ ଗବେଷଣା କରାଯାଇଥିଲା, ମୁଖ୍ୟତଃ ଯେଉଁ ଗ୍ରାମୀଣ ଜୀବନ ସମ୍ବନ୍ଧରେ, ସେଠାରେ ଆମେ ଗ୍ରାମୀଣ ଜୀବନ ଏବଂ ଯେଉଁ ଆମର ଜାତି ବ୍ୟବସ୍ଥା ରହିଛି ସେ ସମ୍ବନ୍ଧରେ ଯଦି ଆମେ ଦେଖିବା ଏବଂ ସାମାଜିକ ପରିବର୍ତ୍ତନ, ମୁଖ୍ୟତଃ ଭାବରେ ସାମାଜିକ ପରିବର୍ତ୍ତନ ସମ୍ବନ୍ଧରେ ଯେତିକି ଗବେଷଣା ହୋଇଛି, ସେମାନଙ୍କ ମଧ୍ୟରୁ ଏମ୍.ଏନ୍. ଶ୍ରୀନିବାସଙ୍କର ଯେଉଁ ସନ୍ଦର୍ଭ ରହିଛି ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏବଂ ସିଏ ଯଦି ଆମେ ଦେଖିବା ଭାରତ ଇତିହାସରେ, ଭାରତର ଯେଉଁ ସମାଜଶାସ୍ତ୍ର ଇତିହାସ ରହିଛି ବା ସମାଜ ବିଜ୍ଞାନର ଯେଉଁ ଇତିହାସ ରହିଛି, ଯଦି ଦେଖିବା ସିଏ ସବୁବେଳେ ତାଙ୍କୁ ଗୋଟେ ପ୍ରାଧାନ୍ୟ ଏବଂ ମୁଖ୍ୟ ସ୍ଥାନ ଦିଆଯାଇଥାଏ ଏବଂ ସେଥିପାଇଁ ତାଙ୍କର ଯେଉଁ କାମ ଗୁଡ଼ିକ ରହିଛି, ଆମେ ଯେମିତି ଜାଣିଛେ ସମସ୍ତେ, ସୋସିଆଲ ଚେଞ୍ଜ ଇନ୍ ମଡର୍ଣ୍ଣ ଇଣ୍ଡିଆ ବା ଆଧୁନିକ ଭାରତରେ ଯେଉଁ ସାମାଜିକ ପରିବର୍ତ୍ତନ, ସେ ସମ୍ବନ୍ଧରେ ସେ ଗୋଟେ ପୁସ୍ତକ ରଚନା କରିଥିଲେ। ଡୋମିନାଣ୍ଟ କାଷ୍ଟ ଇନ୍ ରାମପୁରା ଆମେ ଜାଣିଛେ, ସେ ସମ୍ବନ୍ଧରେ ଗୋଟେ ସନ୍ଦର୍ଭ ମଧ୍ୟ ରଚନା କରିଥିଲେ। ଆମର ଯେଉଁ କୁହାଯାଏ ସାଂସ୍କ୍ରିଟାଇଜେସନ୍ ଆଣ୍ଡ ୱେଷ୍ଟର୍ଣ୍ଣାଇଜେସନ୍, ସଂସ୍କୃତିକରଣ ଏବଂ ପାଶ୍ଚାତ୍ୟକରଣ, ତା ସମ୍ବନ୍ଧରେ ମଧ୍ୟ ତାଙ୍କର ମତ ଉପସ୍ଥାପନ କରିଥିଲେ। ତା ସହିତ ଯଦି ଯେଉଁ ଆମର ଜାତି ବ୍ୟବସ୍ଥାରେ ଯେଉଁ ପରିବର୍ତ୍ତନ ହେଇଛି ବା କାଷ୍ଟ ସିଷ୍ଟମରେ ଯେଉଁ ଚେଞ୍ଜ ହେଇଛି, ସିଏ ତାଙ୍କ କାମଟି ଅତି ପୁରୁଣା ନୁହେଁ, ଅଳ୍ପ କିଛି ଦିନ ପୂର୍ବର ହିଁ କାମ, ଯାହାକୁ ଆମେ ତାଙ୍କର ଯେଉଁ ପୁସ୍ତକଟି ରହିଥିଲା କାଷ୍ଟ ଆଣ୍ଡ ଇଟ୍ସ 21st ସେଞ୍ଚୁରୀ ଅବତାର, ଯେଉଁ ସନ୍ଦର୍ଭଟି ସେ ଏଡିଟ୍ କରିଥିଲେ, ତାହା ଅତ୍ୟନ୍ତ ଯେଉଁ ଆମର ଜାତି ବ୍ୟବସ୍ଥାରେ ଯେଉଁ ପରିବର୍ତ୍ତନ ହେଉଛି, ଯେଉଁ ସମସାମୟିକ ପରିବର୍ତ୍ତନ ବା ଯେଉଁ ସାମୟିକ ବର୍ତ୍ତମାନ ଯେଉଁ ପରିବର୍ତ୍ତନ ହେଉଛି, ସେ ସମ୍ବନ୍ଧରେ ସେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଯଦି ଦେଖିବା, ଆମେ ଜାଣୁ ଯେ ଏମ୍.ଏନ୍. ଶ୍ରୀନିବାସ, ତାଙ୍କର ପୁରା ନାମ ହେଲା ମହୀଶୂର ନରସିଂହାଚାର୍ଯ୍ୟ ଶ୍ରୀନିବାସ। ସେ 1916 ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ଗୋଟେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ, ଯାହା ନରସିଂହାଚାର୍ଯ୍ୟ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଏବଂ ଯଦି ଦେଖାଯାଏ, ତାଙ୍କ ବାପା ଆରକେର ଭିଲେଜ ବା ଗୋଟେ ଗ୍ରାମ ଅଛି ମହୀଶୂର ସହରରୁ ଯାହା 20 ମାଇଲ ଦୂରରେ ଥିବା ସେ ଗାଁରେ ରହୁଥିଲେ ଏବଂ ସିଏ ଜଣେ ସରକାରୀ କର୍ମଚାରୀ ଥିଲେ। ଯଦି ଦେଖାଯାଏ, ନରସିଂହାଚାର୍ଯ୍ୟଙ୍କୁ ତାଙ୍କର ଗାଁ ଛାଡ଼ିବାକୁ ପଡ଼ିଥିଲା। ତାଙ୍କର ପିତା ଗାଁ ଛାଡ଼ିଥିଲେ କେବଳ ତାଙ୍କ ପିଲାମାନଙ୍କୁ ଭଲ ଶିକ୍ଷା ଦେବା ପାଇଁ ଏବଂ ଏଥିରୁ ଜଣାଯାଏ କେଉଁଭଳି ଭାବେ ତାଙ୍କର ପିତାଙ୍କର ଯେଉଁ ଶିକ୍ଷାକୁ ନେଇ ତାଙ୍କର ଯେଉଁ ମନୋଭାବ ରହିଥିଲା, ସେ କିଭଳି ଭାବେ ଚାହୁଁଥିଲେ ଯେ ଭଲ ଶିକ୍ଷା ପିଲାମାନେ ପାଆନ୍ତୁ, ତାକୁ ନେଇ ତାଙ୍କର ଯେଉଁ ମନୋବୃତ୍ତି ରହିଥିଲା ବା ମନୋଭାବ ରହିଥିଲା, ତାଙ୍କର ଯେଉଁ ଚିନ୍ତାଧାରା ରହିଥିଲା, ତା ଏଥିରୁ ଜଣାପଡ଼ିଥାଏ। ଯଦି ଦେଖାଯାଏ, ଯେଉଁ ଏମ୍.ଏନ୍. ଶ୍ରୀନିବାସଙ୍କର ଯେଉଁ ପରିବର୍ତ୍ତନ ହେଇଥିଲା, ଆମେ ସମସ୍ତେ ଜାଣୁ ତାଙ୍କର ଯେଉଁ ଲେଖା ଥିଲା ବା ତାଙ୍କର ଯେଉଁ ଗବେଷଣାର ସନ୍ଦର୍ଭ ଗୁଡ଼ିକ ସେ ଯେତେବେଳେ ଲେଖୁଥିଲେ, ସେ ଲେଖା ବହୁତ ପାୱାରଫୁଲ୍ ଥିଲା ଏବଂ ତାଙ୍କ ଲେଖା ଅନେକାଂଶରେ ଅନୁପ୍ରାଣିତ କରିଥାଏ ଅନ୍ୟ ଯେଉଁ ସମାଜ ବିଜ୍ଞାନୀମାନେ ତାକୁ ପଢ଼ିଥାନ୍ତି। ଏବଂ ତାଙ୍କର ଯେଉଁ ଲେଖାର ଶୈଳୀ, ତାହା କିଭଳି ଭାବେ ବିକଶିତ ହୋଇଥିଲା, ଯଦି ଦେଖାଯାଏ, ତାଙ୍କର ଯେଉଁ ବଡ଼ ଭାଇ ଥିଲେ, ସିଏ ପ୍ରଥମେ ତାଙ୍କର ଇଂରାଜୀ ଶିକ୍ଷକ ଥିଲେ ଏବଂ ପରେ ସେ ପ୍ରଥମେ ଗୋଟେ ସ୍କୁଲରେ ଶିକ୍ଷକତା କରୁଥିଲେ ଏବଂ ପରେ ସେ ମହୀଶୂର ୟୁନିଭର୍ସିଟିରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ହୋଇକି ବା ସହକାରୀ ପ୍ରାଧ୍ୟାପକ ହୋଇ ଜଏନ୍ କରିଥିଲେ ଏବଂ ତାଙ୍କର ଯେଉଁ ତତ୍ତ୍ୱାବଧାନରେ ବା ତାଙ୍କ ଦ୍ୱାରା ଅନେକାଂଶରେ ଅନୁପ୍ରାଣିତ ହୋଇଥିଲେ ଏମ୍.ଏନ୍. ଶ୍ରୀନିବାସ ଏବଂ ସେ ସବୁବେଳେ ଶ୍ରୀନିବାସକୁ କହୁଥିଲେ ନିଜର ଲେଖିବାର ଶୈଳୀକୁ ପରିବର୍ତ୍ତନ କରିବା ପାଇଁ ବା ଲେଖିବାର ଶୈଳୀକୁ ଉନ୍ନତ କରିବା ପାଇଁ।
ଏବଂ ଯଦି ଦେଖାଯାଏ ଯୋଉ ଏମ୍ ଏନ୍ ଶ୍ରୀନିବାସଙ୍କର ଯୋଉ ଚିନ୍ତାଧାରା ବା ତାଙ୍କର ଯୋଉ ପର୍ସପେକ୍ଟିଭ ବା ତାଙ୍କର ଯୋଉ ସମାଜକୁ ଦେଖିବାର ଦୃଷ୍ଟିକୋଣ, ସମାଜକୁ ଉପରେ ଗବେଷଣା କରିବାର ଯୋଉ ଦୃଷ୍ଟିକୋଣ ରହିଛି, ତାହା କେଉଁଭଳି ଭାବେ ବିକଶିତ ହୋଇଥିଲା ଆମେ ଯଦି ଦେଖିବା, ତାହା ମୁଖ୍ୟତଃ ଭାବରେ ସେ ଯୋଉ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ପଢୁଥିଲେ ସେଇଠାରୁ ହିଁ ତାଙ୍କର ପରିବର୍ତ୍ତନ ଆରମ୍ଭ ହୋଇଥିଲା। ଏବଂ ତାଙ୍କର ଯୋଉ ସ୍ପୃହା ଥିଲା ଭାରତୀୟ ସମାଜକୁ ବୁଝିବାରେ, ତା ସମ୍ବନ୍ଧରେ ଗବେଷଣା କରିବାରେ, ଏହା ଏବଂ ତାଙ୍କର ଯୋଉ ବୌଦ୍ଧିକ ବିକାଶ ହୋଇଥିଲା, ସେ ବୌଦ୍ଧିକ ବିକାଶ ମୁଖ୍ୟତଃ ଭାବରେ ସେ ଯୋଉ ବିଶ୍ୱବିଦ୍ୟାଳୟରେ ଗୁଡ଼ିକରେ ପଢିଥିଲେ ସେଇଠାରେ ହିଁ ତାଙ୍କର ହେଇଥିଲା। ଏବଂ ଯଦି ଦେଖାଯାଏ, ପ୍ରଥମେ ସିଏ ତାଙ୍କର ଯୋଉ ସୋସିଆଲ ଫିଲୋସଫି ବା ଯୋଉ ସାମାଜିକ ଦର୍ଶନ ଶାସ୍ତ୍ର ସେ ମୁଖ୍ୟତଃ ମହୀଶୂର ୟୁନିଭର୍ସିଟିରେ ପଢିଥିଲେ ଏବଂ ସେ ଅନୁପ୍ରାଣିତ ହୋଇଥିଲେ A.R. ୱାଡ଼ିଆ ଏବଂ M.H. କ୍ରିଷ୍ଣାଙ୍କ ଦ୍ୱାରା। ଏବଂ ସେ A.R. ୱାଡ଼ିଆ ଏବଂ M.H. କ୍ରିଷ୍ଣା ତାଙ୍କର ଯୋଉ ବୌଦ୍ଧିକ ବିକାଶରେ ଅନେକାଂଶରେ ଆକ୍ଚୁଆଲି ତାଙ୍କର ଭୂମିକା ରହିଛି। ସେ ଅନୁପ୍ରାଣିତ କରିଥିଲେ M.N. ଶ୍ରୀନିବାସକୁ। ଦ୍ୱିତୀୟରେ ଯଦି ଦେଖିବା, ସିଏ ଯୋଉ ଆମର ବମ୍ବେ ୟୁନିଭର୍ସିଟିରେ ସେ ପଢୁଥିବା ବେଳେ GS ଘୁରେ ତାଙ୍କୁ ଯାହାକୁ କୁହାଯାଏ GS ଘୁରେଙ୍କ ତତ୍ତ୍ୱାବଧାନରେ ସିଏ ତାଙ୍କର ଯୋଉ ବୌଦ୍ଧିକ ଇଏ ରହିଛି ବା ଇଣ୍ଟେଲେକ୍ଚୁଆଲ ଇଏ ରହିଛି ତାହା ବିକଶିତ ହୋଇଥିଲା। ଏବଂ GS ଘୁରେଙ୍କର ସେ ଅତ୍ୟନ୍ତ ପ୍ରିୟ ଥିଲେ ଏବଂ ସେ ଯୋଉ ଆମର MA କରିବା ସମୟରୁ ବା ପୋଷ୍ଟ ଗ୍ରାଜୁଏସନ କରିବା ସମୟରୁ ସିଏ ଘୁରେଙ୍କର ଅତି ପ୍ରିୟ ପାତ୍ର ହୋଇପାରିଥିଲେ ଏବଂ ଘୁରେଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଗୋଟିଏ ଯୋଉ ଆମର ଫିଲ୍ଡ ୱାର୍କ ବା ଗୋଟିଏ ଗବେଷଣା କରିଥିଲେ, ଛୋଟ କ୍ଷୁଦ୍ର ଗବେଷଣା ସନ୍ଦର୍ଭ ରଚନା କରିଥିଲେ ଏବଂ ତାହା ଆଧାରିତ ଥିଲା ଯୋଉ ଆମର କନ୍ନଡ଼ ଜାତି ଅଛି ମହୀଶୂର ରାଜ୍ୟର, ତାର ବିବାହ ଏବଂ ପାରିବାରିକ ସମ୍ପର୍କ ଉପରେ ଆଧାରିତ ଥିଲା ସେ ସନ୍ଦର୍ଭଟି। ଏବଂ ଯଦି ଦେଖିବା, ବମ୍ବେ ୟୁନିଭର୍ସିଟିରେ ସେ GS ଘୁରେଙ୍କ ଦ୍ୱାରା ତତ୍ତ୍ୱାବଧାନରେ କାମ କରିଥିଲେ ଏବଂ ସେ ଅନେକାଂଶରେ GS ଘୁରେଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଏହାପରେ ସେ ଯାଇଥିଲେ ଅକ୍ସଫୋର୍ଡ ୟୁନିଭର୍ସିଟି ବା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ, ଯେଉଁଠାରେ ସେ ଯୋଉ ସୁନାମଧନ୍ୟ ନୃତତ୍ତ୍ୱ ବିଜ୍ଞାନୀ ଆମର ଥିଲେ ରେଡକ୍ଲିଫ୍ ବ୍ରାଉନ ଆଉ ଇଭାନ ପ୍ରିଚାର୍ଡ। ଆମେ ସମସ୍ତେ ଏମାନଙ୍କ ନାଁ ସହିତ ପରିଚିତ। ଆଉ ରେଡକ୍ଲିଫ୍ ବ୍ରାଉନଙ୍କର ତତ୍ତ୍ୱାବଧାନରେ ଏବଂ ଇଭାନ ପ୍ରିଚାର୍ଡଙ୍କ ତତ୍ତ୍ୱାବଧାନରେ ସିଏ ନିଜର ଡକ୍ଟରେଟ ଲାଭ କରିଥିଲେ। ଯଦି ଦେଖାଯାଏ, ଯୋଉ କଥା ମୁଁ ପ୍ରଥମେ କହିଥିଲି କେଉଁଭଳି ଭାବେ ସେ ଗୋଟେ ସନ୍ଦର୍ଭ ରଚନା କରିଥିଲେ ମ୍ୟାରେଜ ଆଣ୍ଡ ଫ୍ୟାମିଲି ମହୀଶୂର, ଯାହା ସେ ଗୋଟେ କନ୍ନଡ଼ ଜାତି ଉପରେ ହିଁ ତାଙ୍କର ସନ୍ଦର୍ଭଟି ଥିଲା। ଏବଂ ସିଏ ସେଇ ସନ୍ଦର୍ଭଟିକୁ ଯୋଉ ଆମର ମହୀଶୂର ବିଶ୍ୱବିଦ୍ୟାଳୟରେ ଡିପୋଜିଟ କରିଥିଲେ ବା ସବମିଟ କରିଥିଲେ ତାଙ୍କର ଡିଗ୍ରୀ ହାସଲ କରିବା ପାଇଁ। ଏବଂ ସେଇ ସନ୍ଦର୍ଭଟି ପରେ ମ୍ୟାରେଜ ଆଣ୍ଡ ଫ୍ୟାମିଲି ଇନ୍ ମହୀଶୂର ଟାଇଟେଲରେ ପ୍ରକାଶିତ ହୋଇଥିଲା 1942 ମସିହାରେ। ତାପରେ ଯଦି ଦେଖାଯାଏ, ଶ୍ରୀନିବାସ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ଗଲେ ତାଙ୍କର PhD ବା ତାଙ୍କର ଡକ୍ଟରେଟ ଡିଫିଲ୍ ଡିଗ୍ରୀ ପଢା ଜାରି ରଖିବା ପାଇଁ। ଏବଂ ଯଦି ଦେଖିବା ଆମେ ତାଙ୍କର ଗବେଷଣା ଆରମ୍ଭ ହୋଇଥିଲା ରେଡକ୍ଲିଫ୍ ବ୍ରାଉନଙ୍କ ତତ୍ତ୍ୱାବଧାନରେ। ଏବେ ଯଦି ଦେଖାଯାଏ, ସେ ରେଡକ୍ଲିଫ୍ ବ୍ରାଉନଙ୍କର ଯୋଉ ଆମର ତତ୍ତ୍ୱାବଧାନରେ ହିଁ ତାଙ୍କର ଗବେଷଣା ଜାରି ରଖିଥିଲେ ଏବଂ ତାଙ୍କର ଯୋଉ କାମ ଆମେ ସମସ୍ତେ ଜାଣିଛେ ରିଲିଜନ ଆଣ୍ଡ କୁର୍ସ ଅଫ ସାଉଥ ଇଣ୍ଡିଆ, ତାଙ୍କର ଯୋଉ ସନ୍ଦର୍ଭଟି ସିଏ ମୁଖ୍ୟତଃ ଗୋଟେ ଷ୍ଟ୍ରକ୍ଚରାଲ ଫଙ୍କସନାଲ ଆପ୍ରୋଚ, ଯାହା ରେଡକ୍ଲିଫ୍ ବ୍ରାଉନଙ୍କର ମୁଖ୍ୟ ଆମେ ଜାଣିଥାଉ ଯେ ତାଙ୍କର ଏହା ପ୍ରଧାନ ଯୋଉ ଥିଲା ଦୃଷ୍ଟିକୋଣ ଆମର ସମାଜକୁ ପଢିବାର ବା ସମାଜକୁ ଦେଖିବାର, ସମାଜରେ ହେଉଥିବା ପରିବର୍ତ୍ତନକୁ ଅନୁଧ୍ୟାନ କରିବାର, ଏହି ଯୋଉ ଦୃଷ୍ଟିକୋଣକୁ ନେଇ M.N. ଶ୍ରୀନିବାସ ତାଙ୍କର ଯୋଉ କୁର୍ଗ ସୋସାଇଟି ରହିଛି ବା କୁର୍ଗ ଯୋଉ ସମ୍ପ୍ରଦାୟ କୁର୍ଗରେ ବସବାସ କରୁଥିଲେ ସେମାନଙ୍କ ବିଷୟରେ ଗବେଷଣା କରିଥିଲେ। ଯଦି ଦେଖାଯାଏ
सी କେଉଁଭଳି ଭାବେ ଅନୁପ୍ରାଣିତ ହୋଇଥିଲେ ରେଡକ୍ଲିଫ୍ ବ୍ରାଉନଙ୍କ ଦ୍ୱାରା ଯଦି ଆମେ ଦେଖିବା ରେଡକ୍ଲିଫ୍ ବ୍ରାଉନଙ୍କର ଯୋଉ ଆମର ଦ ଆଣ୍ଡାମାନ ଆଇଲ୍ୟାଣ୍ଡର୍ସ ପୁସ୍ତକଟି ଥିଲା ସେ ଯୋଉ ଆଣ୍ଡାମାନ ଆଇଲ୍ୟାଣ୍ଡର ପୁସ୍ତକ ଯୋଉଠି ଯୋଉ ଷ୍ଟ୍ରକ୍ଚରାଲ ଫଙ୍କସନାଲିଷ୍ଟ ଆପ୍ରୋଚ ନେଇ ଆମର ବ୍ରାଉନ ତାଙ୍କର ସନ୍ଦର୍ଭଟିକୁ ଉପସ୍ଥାପନ କରିଥିଲେ ବା ତାଙ୍କର ଯୋଉ ଯୁକ୍ତି ଉପସ୍ଥାପନ କରିଥିଲେ ତାହା ଅନେକାଂଶରେ ଅନୁପ୍ରାଣିତ କରିଥିଲା ଏମ୍.ଏନ୍. ଶ୍ରୀନିବାସଙ୍କୁ। ସିଏ ଦେଖାଯାଏ ଯେ ତାଙ୍କର ଯୋଉ କୁର୍ଗ ସମାଜ ରହିଥିଲା ମହୀଶୂରର ଯୋଉ ଆମର କର୍ଣ୍ଣାଟକର ଯୋଉ କୁର୍ଗ ବୋଲି ଗୋଟେ ଜାଗା ଥିଲା ଯୋଉଟାରେ ଆକ୍ଚୁଆଲି ସେ ନିଜର ଯୋଉ ସମ୍ପ୍ରଦାୟ ଉପରେ ସେ ଗବେଷଣା କରିଥିଲେ ସେଠାରେ ଦେଖାଯାଏ ଯେ କେଉଁଭଳି ଭାବେ ଏଠାରେ ଗୋଟେ ତୁଳନା କରିଥିଲେ ଏମ୍.ଏନ୍. ଶ୍ରୀନିବାସ ତାଙ୍କର ସେ ଯୋଉ ସମାଜର ଆଣ୍ଡାମାନ ଆଇଲ୍ୟାଣ୍ଡର୍ସ ବା ଯୋଉ ଆଣ୍ଡାମାନ ଦ୍ୱୀପପୁଞ୍ଜ ରହିଛି ସେଠିକାର ଆଦିବାସୀ ଯାହା ଉପରେ ରେଡକ୍ଲିଫ୍ ବ୍ରାଉନ ନିଜର ସନ୍ଦର୍ଭ ରଚନା କରିଥିଲେ। ଏବଂ ଯଦି ଦେଖାଯାଏ ସିଏ ମଧ୍ୟ ରେଡକ୍ଲିଫ୍ ବ୍ରାଉନଙ୍କ ସହିତ ବିସ୍ତୃତ ଭାବେ ତାଙ୍କର ସନ୍ଦର୍ଭ ବା ତାଙ୍କର ଯୋଉ ଚିନ୍ତାଧାରା ଥିଲା ତାଙ୍କର ଯୋଉ ଦୃଷ୍ଟିକୋଣ ଥିଲା ତାଙ୍କର ଯୋଉ ବୌଦ୍ଧିକ ଚିନ୍ତାଧାରା ଥିଲା ତାକୁ ଅନେକାଂଶରେ ଆଲୋଚନା କରୁଥିଲେ ଏବଂ ସେ ଯୋଉ ଆମର ସଂସ୍କୃତିକରଣ ଏବଂ ପାଶ୍ଚାତ୍ୟକରଣ ଯୋଉ ଦୁଇଟି ବିଷୟ ଉପରେ ତର୍ଜମା କରିଥିଲେ ପରବର୍ତ୍ତୀ ସମୟରେ ଶ୍ରୀନିବାସ ତା ସମ୍ବନ୍ଧରେ ମଧ୍ୟ ସେ ତର୍ଜମା କରୁଥିଲେ କାହା ସହିତ ରେଡକ୍ଲିଫ୍ ବ୍ରାଉନଙ୍କ ସହିତ। ଏବଂ ଯଦି ଦେଖାଯାଏ ସେ ପରବର୍ତ୍ତୀ ସମୟରେ ଇଭାନ ପ୍ରିଚାର୍ଡଙ୍କ ସହିତ କାମ କଲେ ଏବଂ ଯେତେବେଳେ ରେଡକ୍ଲିଫ୍ ବ୍ରାଉନ ଅକ୍ସଫୋର୍ଡ ଛାଡ଼ି ଦେଇଥିଲେ 1946 ମସିହାରେ ଇଭାନ ପ୍ରିଚାର୍ଡଙ୍କ ତତ୍ତ୍ୱାବଧାନରେ ଏବଂ ତାଙ୍କ ସହିତ ସେ କାମ କରିଥିଲେ। ଏବଂ ଯଦି ଆମେ ଦେଖିବା ତାଙ୍କର ଯୋଉ କାମ ରହିଛି ସେ ଯୋଉ କାମଟି ସେ କରୁଥିଲେ ରେଡକ୍ଲିଫ୍ ବ୍ରାଉନଙ୍କ ତତ୍ତ୍ୱାବଧାନ ଏବଂ ପରେ ଇଭାନ ପ୍ରିଚାର୍ଡଙ୍କ ପାଖରେ କାମ କରୁଥିଲେ ରେଡକ୍ଲିଫ୍ ବ୍ରାଉନ ଅକ୍ସଫୋର୍ଡରୁ ଯିବା ପରେ ସେ କାମଟି ଗୋଟେ ପୁସ୍ତକ ଆକାରରେ ବା ତାଙ୍କର ସେ ସନ୍ଦର୍ଭଟି ଗବେଷଣାଟି ଗୋଟେ ପୁସ୍ତକ ଆକାରରେ ପ୍ରକାଶିତ ହୋଇଥିଲା ଏବଂ ସେ ପୁସ୍ତକଟାର ନାଁ ମୁଁ ଆଗରୁ କହିଛି ଆପଣଙ୍କୁ ସମସ୍ତଙ୍କୁ ରିଲିଜିଅନ୍ ଆଣ୍ଡ ସୋସାଇଟି ଆମଙ୍ଗ ଦ କୋର୍ଟସ ଅଫ୍ ସାଉଥ ଇଣ୍ଡିଆ। ଏ ପୁସ୍ତକଟି ତାଙ୍କର ପ୍ରଥମ ପୁସ୍ତକ ଥିଲା ଯାହା ଆନ୍ତର୍ଜାତିକ ସ୍ତରରେ ଏବଂ ଜାତୀୟ ସ୍ତରରେ ମଧ୍ୟ ଅନେକ ଖ୍ୟାତି ଅର୍ଜନ କରିଥିଲା। ଯେ ଦେଖାଯାଏ 1951 ମସିହାରେ ଶ୍ରୀନିବାସ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ ବା ଫେରିଥିଲେ ଏବଂ ସେ ପ୍ରଥମେ ବରୋଦା ୟୁନିଭର୍ସିଟିରେ ବା ବରୋଦା ବିଶ୍ୱବିଦ୍ୟାଳୟରେ ସମାଜ ଶାସ୍ତ୍ର ବିଜ୍ଞାନର ମୂଳଦୁଆ ସ୍ଥାପନ କରିଥିଲେ ଏବଂ 1959 ମସିହାରେ ଯୋଉ ଆମର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସ ରହିଛି ସେଠାରେ ତାଙ୍କୁ ପ୍ରଫେସର ଚେୟାର ବା ପ୍ରାଧ୍ୟାପକ ଚେୟାରରେ ତାଙ୍କୁ ନିଯୁକ୍ତି ପାଇଁ ନିମନ୍ତ୍ରଣ କରାଯାଇଥିଲା ଏବଂ ଯଦି ଦେଖାଯାଏ 1959 ମସିହା ପରେ ସେ 1966 ରୁ 1969 ଯାଏ ସେ ଦୀର୍ଘ 3 ବର୍ଷ ଧରି 4 ବର୍ଷ ଧରି ସେ ଯୋଉ ଆମର ପ୍ରେସିଡେଣ୍ଟ ରହିଲେ ଭାରତୀୟ ସମାଜଶାସ୍ତ୍ର ସମାଜର ବା ଇଣ୍ଡିଆନ ସୋସିଓଲୋଜିକାଲ ସୋସାଇଟିର ଏବଂ ସେ ଯୋଉ ସମୟରେ ଯୋଉ ଆମର ଜର୍ନାଲଟି ରହିଛି ଭାରତୀୟ ଯୋଉ ଇଣ୍ଡିଆନ ସୋସିଓଲୋଜିକାଲ ସୋସାଇଟିର ସୋସିଓଲୋଜିକାଲ ବୁଲେଟିନ ତା ଦେହରେ ମଧ୍ୟ ବା ସେଥିରେ ମଧ୍ୟ ଅନେକ ଗୁଡ଼ିଏ ପରିବର୍ତ୍ତନ ଆଣିଥିଲେ ଏବଂ ପରବର୍ତ୍ତୀ ସମୟରେ 1972 ମସିହାରେ ଶ୍ରୀନିବାସ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ କର୍ଣ୍ଣାଟକକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ସେତେବେଳର ଯୋଉ ଆମର ଇନଷ୍ଟିଚ୍ୟୁଟ ଥିଲା ICSSR ଆମେ ସମସ୍ତେ ଜାଣିଛେ ଇଣ୍ଡିଆନ କାଉନସିଲ ଅଫ ସୋସିଆଲ ସାଇନ୍ସ ରିସର୍ଚ୍ଚ ଯୋଉ ଇନଷ୍ଟିଚ୍ୟୁଟ ଅଛି ଯାହାକୁ ଆମେ କହିଥାଉ ଆଇଜାକ୍ ବା ଇନଷ୍ଟିଚ୍ୟୁଟ ଫର ସୋସିଆଲ ଆଣ୍ଡ ଇକୋନୋମିକ ଚେଞ୍ଜ ଯାହା ପପୁଲାରଲି ଯାହାକୁ ଆମେ ସମସ୍ତେ ଜାଣିଥାଉ ଆଇଜାକ୍ ବୋଲି ସେଠାରେ ସେ ଜଏଣ୍ଟ ଡାଇରେକ୍ଟର ଭାବରେ ଗ୍ରହଣ କରିଥିଲେ ଏବଂ ତାଙ୍କର ଚିନ୍ତାଧାରା ମୁଖ୍ୟତଃ ଭାବରେ ଥିଲା ସେ କାହିଁକି ଆକ୍ଚୁଆଲି ଦକ୍ଷିଣ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ ବା ତାଙ୍କ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ ତାଙ୍କର ମୁଖ୍ୟ କାରଣ ଥିଲା ସେ ଚାହୁଁଥିଲେ କେଉଁଭଳି ଭାବେ ଯୋଉ ସମାଜ ବିଜ୍ଞାନ ରହିଛି ବା ସମାଜ ଶାସ୍ତ୍ର ରହିଛି ତାର କେଉଁଭଳି ଭାବେ ଉନ୍ନତି ହବ ମୁଖ୍ୟତଃ ଭାବରେ ଦକ୍ଷିଣ ଭାରତରେ ଯେଉଁଠାରେ ଏହା ଦୁର୍ବଳ ଥିଲା ସେ ତା ଉପରେ ଧ୍ୟାନ ଦେବା ପାଇଁ ବା ତାକୁ ତା ସମାଜ ଶାସ୍ତ୍ରର ଯୋଉ ଆମର ରହିଛି
ଷ୍ଟାଟସ୍ ରହିଛି ଦକ୍ଷିଣ ଭାରତରେ ତାକୁ ବା ସେଥିରେ ଉନ୍ନତି ଆଣିବା ପାଇଁ ସେ ଆସିଥିଲେ ଏବଂ 7 ବର୍ଷ ପରେ ସେ ଆଇଜାକ୍ ବା ଇନଷ୍ଟିଚ୍ୟୁଟ୍ ଫର୍ ସୋସିଆଲ ଆଣ୍ଡ ଇକୋନୋମିକ୍ ଚେଞ୍ଜରୁ ସେ ଅବସର ଗ୍ରହଣ କରିଥିଲେ ଏବଂ ତାପରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଆଡଭାନ୍ସ ଷ୍ଟଡିଜ୍ ଯେଉଁ ପ୍ରେଷ୍ଟିଜିୟସ୍ ଇନଷ୍ଟିଚ୍ୟୁଟ୍ ରହିଛି ବାଙ୍ଗାଲୋରରେ ସେଠାରେ ସେ ପରବର୍ତ୍ତୀ ସମୟରେ ଗ୍ରହଣ କରିଥିଲେ ଏବଂ ଯଦି ଦେଖାଯାଏ ସେ 1999 ମସିହାରେ ଦେହତ୍ୟାଗ କରିଥିଲେ। ଯଦି ଦେଖାଯାଏ ସେ ଯେଉଁ ଆମର ସୋସିଆଲ ଷ୍ଟ୍ରକ୍ଚର ରହିଛି ବା ଯେଉଁ ସାମାଜିକ ଇଏ ରହିଛି ସୋସିଆଲ ଷ୍ଟ୍ରକ୍ଚର ରହିଛି ସେ ସମ୍ବନ୍ଧରେ ସେ ମୁଖ୍ୟତଃ ଭାବେ ରେଡକ୍ଲିଫ୍ ବ୍ରାଉନଙ୍କଠୁ ସେ କନସେପ୍ଟ ବା ସେ ଯେଉଁ ବିଷୟବସ୍ତୁ ସମ୍ବନ୍ଧରେ ଜାଣିବା ପାଇଁ ପାଇଥିଲେ ଏବଂ ସେ ଜାଣିଥିଲେ ଯେ କେଉଁଭଳି ଭାବେ ଏହାର ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଗୋଟେ ସାମାଜିକ ଜୀବନରେ ଯେଉଁ ପରିବର୍ତ୍ତନ ବା ସାମାଜିକ ଜୀବନ ସମ୍ବନ୍ଧରେ ଯଦି ଗବେଷଣା କରିବାକୁ ପଡ଼େ ସେଠାରେ ଏହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ତାଙ୍କର କାମ ସବୁବେଳେ ପାଇଁ ଇଭାନ ପ୍ରିଚାର୍ଡ ଆଉ ରେଡକ୍ଲିଫ୍ ବ୍ରାଉନଙ୍କ ତତ୍ତ୍ୱାବଧାନରେ ହୋଇଥିଲା। ଯଦି ଦେଖାଯାଏ ଆମର ପ୍ରକୃତରେ ରେଡକ୍ଲିଫ୍ ବ୍ରାଉନ ତାଙ୍କର ଯେଉଁ ଦୃଷ୍ଟିକୋଣ ରହିଛି ତାକୁ ପ୍ରକୃତରେ ଦିଗ ଯଦି ଦେଇଥିବା ଲୋକ ବା ଗୋଟେ ଦିଗନ୍ତ ଦେଇଥିବା ଲୋକ ହେଉଛନ୍ତି ସେ ହେଉଛନ୍ତି ରେଡକ୍ଲିଫ୍ ବ୍ରାଉନ ଏବଂ ଯଦି ଦେଖାଯାଏ ସେ ଯେଉଁ ଦିଗନ୍ତ ଖୋଜିବାରେ ତାଙ୍କୁ ସାହାଯ୍ୟ କରିଥିଲେ ଅନେକାଂଶରେ ଇଭାନ ପ୍ରିଚାର୍ଡ ଯାହା ତାଙ୍କର ଦୃଷ୍ଟିକୋଣରେ ଗୋଟେ ମୁଖ୍ୟ ପରିବର୍ତ୍ତନ ଆଣିଥିଲେ ଏବଂ ସେ ଅନେକାଂଶରେ ଅନୁପ୍ରାଣିତ କରିଥିଲେ ତାଙ୍କର ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବା ପାଇଁ। ଯଦି ଦେଖାଯାଏ ଯେଉଁ ଆମର ରେଡକ୍ଲିଫ୍ ବ୍ରାଉନ ଆଉ ଇଭାନ ପ୍ରିଚାର୍ଡଙ୍କ ମଧ୍ୟରେ ଯେଉଁ ତର୍କ ହେଉଥିଲା ମୁଖ୍ୟତଃ ଭାବରେ ଯେଉଁ ଷ୍ଟ୍ରକ୍ଚରାଲ ଫଙ୍କସନାଲିଜିମକୁ ନେଇକରି ଯେ ସେ ଯେଉଁ ସାମାଜିକ ନୃତତ୍ତ୍ୱ ବିଜ୍ଞାନ ରହିଛି ତାହା ପ୍ରକୃତରେ ଗୋଟେ ନ୍ୟାଚୁରାଲ ସାଇନ୍ସ କିମ୍ବା ନୁହେଁ ଆକୁ ନେଇ ଇଭାନ ପ୍ରିଚାର୍ଡ ଆଉ ରେଡକ୍ଲିଫ୍ ବ୍ରାଉନଙ୍କ ଭିତରେ ଯୁକ୍ତି ହୋଇଥିଲା। ଯଦି ଦେଖାଯାଏ ଇଭାନ ପ୍ରିଚାର୍ଡ ସମାଲୋଚନା କରିଥିଲେ ରେଡକ୍ଲିଫ୍ ବ୍ରାଉନଙ୍କର ଯେଉଁ ମତ ରହିଥିଲା ଯେ ସୋସାଇଟି ଗୋଟେ ନ୍ୟାଚୁରାଲ ସିଷ୍ଟମ ବା ଏଇଟା ଗୋଟେ ପ୍ରାକୃତିକ ଯେଉଁ ବ୍ୟବସ୍ଥାରେ ସୋସାଇଟି ଗଠନ ହୋଇଛି ଏବଂ ଏହା ସବୁବେଳେ ପରିଚାଳିତ ହୋଇଥାଏ ଯେଉଁ ଆମର ନ୍ୟାଚୁରାଲ ବା ପ୍ରାକୃତିକ ଯେଉଁ ଲଜ୍ ଗୁଡ଼ିକ ଅଛି ନିୟମ ଗୁଡ଼ିକ ଅଛି ପ୍ରକୃତିର ତାକୁ ନେଇ ପରିଚାଳିତ ହୋଇଥାଏ। ଯଦି ଦେଖାଯାଏ କିନ୍ତୁ ସବୁବେଳେ ପ୍ରିଚାର୍ଡଙ୍କର କହିବା କଥା ଯେ ଆମର ହିଷ୍ଟୋରିକାଲ ପର୍ସପେକ୍ଟିଭ ବା ଯେଉଁ ଇତିହାସର ଦୃଷ୍ଟିକୋଣ ହିଁ ସବୁବେଳେ ମହତ୍ୱପୂର୍ଣ୍ଣ ଏବଂ ଏହା ସବୁବେଳେ ସାହାଯ୍ୟ କରିଥାଏ ଆମର ସାମାଜିକ ଜୀବନକୁ ବୁଝିବା ପାଇଁ ଏବଂ ତାକୁ ତର୍ଜମା କରିବା ପାଇଁ ଏହା ଆବଶ୍ୟକ ହୋଇଥାଏ। ଯଦି ଦେଖାଯାଏ ଯେଉଁ ଆମର ଯେତେ ସାମାଜିକ ବିଜ୍ଞାନର ଯେତେ ଗୁଡ଼ିଏ ଗବେଷଣା ହୋଇଛି ସବୁବେଳେ ଗୋଟେ ଏମ୍.ଏନ୍. ଶ୍ରୀନିବାସଙ୍କର ଗୋଟେ ଭିନ୍ନ ମତ ଥିଲା ଏବଂ ତାଙ୍କର କହିବାର ଥିଲା ଯେ ଯେଉଁ ନୃତତ୍ତ୍ୱ ବିଜ୍ଞାନୀ ମାନେ ରହିଲେ ବା ସମାଜଶାସ୍ତ୍ର ବା ସମାଜ ବିଜ୍ଞାନୀ ମାନେ ରହିଲେ ସେମାନେ ଯେଉଁ ଆମର ତାଙ୍କର ଯେଉଁ ମତ ହେଲା ଯେ ସବୁବେଳେ ନିଜର ଯେଉଁ ସଂସ୍କୃତି ରହିଛି ତାକୁ ଆମେ ତା ଉପରେ ନ ଗବେଷଣା କରି ଆମେ ସବୁବେଳେ ଅନ୍ୟର ସଂସ୍କୃତି ବା ଅନ୍ୟର ପରମ୍ପରା ଅନ୍ୟର ସମାଜ ଉପରେ ହିଁ ଗବେଷଣା କରିବା କଥା ଏବଂ ତାଙ୍କର କହିବା କଥା ଏଥିପାଇଁ କ'ଣ ପାଇଁ ସେମାନେ କହୁଥିଲେ ନା ସେମାନେ କହୁଥିଲେ ଯେହେତୁ ଜଣେ ରିସର୍ଚ୍ଚର ବା ଜଣେ ଗବେଷକ ସେ ସବୁବେଳେ ନିଜ ସଂସ୍କୃତି ନିଜ ପରମ୍ପରା ସହିତ ଓତପ୍ରୋତ ଭାବରେ ଜଡ଼ିତ ସେ ଅନେକାଂଶରେ ଜାଣିପାରିନଥାଏ ତାର ଯେଉଁ ସଂସ୍କୃତି ବା ତାର ଯେଉଁ ପରମ୍ପରା ରହିଛି ତା ସମାଜରେ ଯେଉଁ ପରମ୍ପରା ରହିଛି ସିଏ ତାକୁ ହୁଏତ ତାର ଯେଉଁ ସିଗ୍ନିଫିକାନ୍ସ ରହିଛି ବା ତାର ଯେଉଁ ଇମ୍ପୋର୍ଟାନ୍ସ ରହିଛି ତାକୁ ସିଏ ହୁଏତ ବୁଝି ନପାରେ ଏବଂ ଏହା ମଧ୍ୟ ହୋଇପାରେ ଯେ ସବୁବେଳେ ଆମର ଯେଉଁ ଯଦି ଆମେ ନିଜ ସମାଜକୁ
ବା ନିଜ ସମ୍ପ୍ରଦାୟକୁ ବା ନିଜ ସଂସ୍କୃତିକୁ ଆମେ ସଂସ୍କୃତି ଉପରେ ଆମେ ଗବେଷଣା କରିବା ଅନେକାଂଶରେ ସେଥିରେ ଥିବା ଯୋଉ ନକାରାତ୍ମକ ଗୁଣ ବା ନକାରାତ୍ମକ ଯୋଉ ପ୍ରାକ୍ଟିସେସ୍ ବା ଅଭ୍ୟାସ ଯୋଉ ରହିଛି ତାକୁ ହୁଏତ ଆମେ ବାହାର ସମାଜକୁ ନ ଜଣେଇ ପାରୁ ବା ଆମ ସନ୍ଦର୍ଭରେ ନ ଲେଖିପାରୁ। ତେଣୁ ଏହା ଦ୍ୱାରା କଣ ହବ ନା ଗୋଟେ ବାୟାସ ବା ଆମର ଯୋଉ ଯାହାକୁ ଆମେ କହିଥାଉ ଗୋଟେ ବାୟାସନେସ୍ ଡେଭଲପ ହେଇଥାଏ ବା ଆମର ଯୋଉ ଆମେ ସବୁବେଳେ ଗୋଟେ ଏକପାଖିଆ ଯୁକ୍ତି ଉପସ୍ଥାପନ କରିଥାଉ ଯାହା କେବେ ହେଲେ ଗୋଟିଏ ଆମର ବାସ୍ତବରେ ଯୋଉ ରିଆଲିଟି ରହିଛି ବା ସତ୍ୟତା ରହିଛି ତାକୁ ସବୁବେଳେ ଘୋଡାଇ ରଖିବାକୁ ଚେଷ୍ଟା କରିଥାଉ। ତେଣୁ ସେଥିପାଇଁ ଶ୍ରୀନିବାସ କହୁଥିଲେ ଯେ ଯୋଉ ଏଇ ଯୋଉ ମତଟି ରହିଛି ତାଙ୍କର ମତ ହେଲା ଯେ ଯେହେତୁ ମୋ ନିଜ ଦେଶ ବା ମୋ ନିଜ ସମ୍ପ୍ରଦାୟ ବା ମୋ ନିଜ ରାଜ୍ୟ ବା ମୋ ନିଜ ସମାଜ ମୁଁ ତାର କୋଣ ଅନୁକୋଣ ବିଷୟରେ ଜାଣିଛି ଏବଂ ତାଙ୍କର ଯୋଉ ବିଭିନ୍ନତା ରହିଛି ଜୀବନ ଶୈଳୀରେ ଏବଂ ସେ ବିଭିନ୍ନତାକୁ ନେଇକି ସେମାନେ ଯୋଉଭଳି ଭାବେ ମିଳିକି ରହୁଛନ୍ତି ବା ସେ ବିଭିନ୍ନତା ଭିତରେ ଯୋଉ ଏକତା ରହିଛି ତାକୁ ଯେହେତୁ ଗୋଟିଏ ଇନସାଇଡର ବା ଯିଏ ସେଇମାନଙ୍କ ଭିତରୁ ଜଣେ ମୁଁ ଯାହାକୁ ମୁଁ ଭଲ ଭାବରେ ବୁଝିଛି ତେଣୁ ମୁଁ ତାକୁ ବା ଶ୍ରୀନିବାସ କହୁଥିଲେ ନିଜେ ସେ ଯେତେବେଳେ ଏହା ଉପରେ ଗବେଷଣା କରିବେ ସେ ଅନ୍ୟମାନଙ୍କଠୁ ବହୁତ ଗୁଣରେ ଭଲରେ ଗବେଷଣା କରିପାରିବେ ଏବଂ ଯେ ଦେଖାଯାଏ ସେ ଯୋଉ ଚିନ୍ତାଧାରା ରହିଥିଲା ଗୋଟେ ଅଦରକୁ ନେଇ ବା ଆମେ ସବୁବେଳେ ନିଜ ସମାଜକୁ ଷ୍ଟଡି କରିବାନି ନିଜ ସମାଜ ଉପରେ ଗବେଷଣା କରିବାନି ଏବଂ ନିଜ ସମାଜ ଉପରେ ଗବେଷଣା କଲେ ଆମେ ମାନେ ବାୟାସ ହେଇଯିବା ବା ଆମେ ଗୋଟେ ଏକତରଫା ଯୁକ୍ତି ବାଢିବା ଆମର ଯୋଉ ନେଗେଟିଭ ବା ଯୋଉ ନକାରାତ୍ମକ ଇଏ ଗୁଡିକ ରହିଛି ତାକୁ ଆମେ ହୁଏତ ସମାଜ ଆଗରେ ନ ଦେଖେଇ ପାରୁ ତାକୁ ଆମେ ହୁଏତ ଲୁଚାଇ ପାରୁ। ଏଇ ଯୋଉ ଚିନ୍ତାଧାରା ରହିଥିଲା ଶ୍ରୀନିବାସ କହିଲେ ଏହା ସମ୍ପୂର୍ଣ୍ଣ ଭାବରେ ଗୋଟେ ନକାରାତ୍ମକ ଚିନ୍ତାଧାରା ଏବଂ ଏଇ ଯୋଉ ମେଥଡୋଲୋଜି ରହିଛି ଏହା ସମ୍ପୂର୍ଣ୍ଣ ଭାବରେ ଠିକ ନୁହେଁ। ଆମକୁ ଯଦି ଆମ ଦେଶ ଉପରେ ବା ଆମ ଜାତି ଉପରେ ବା ଆମ ସମ୍ପ୍ରଦାୟ ଉପରେ ବା ଆମ ରାଜ୍ୟ ଉପରେ ଆମେ ଯଦି କୌଣସି ଗବେଷଣା କରିବା ତାହା ଭଲ ଆଉଟପୁଟ ବା ଆମକୁ ଭଲ ରେଜଲ୍ଟ ଆଣିଦେବ ଫଳାଫଳ ଆଣିଦେବ କାହିଁକି ନା ଆମ ସମାଜ ବିଷୟରେ ଆମଠୁ କେହି ଅଧିକ ଜାଣିନାହାନ୍ତି ଏବଂ ସିଏ ଏଇ ଯୋଉ ଯୁକ୍ତିଟି ଥିଲା ଅଦର ବା ଅନ୍ୟ ସମାଜ ଅନ୍ୟ ସମ୍ପ୍ରଦାୟ ତାକୁ ନେଇକରି ସେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ଏବଂ ଯଦି ଦେଖାଯାଏ ଶ୍ରୀନିବାସ ସବୁବେଳେ ପାଇଁ କହୁଥିଲେ ଯେ ଯୋଉ ଭାଷାଗତିକ ବିଭିନ୍ନତା ରହିଛି ଯୋଉ ଧର୍ମ ଭିତ୍ତିକ ବିଭିନ୍ନତା ରହିଛି ବିଶ୍ୱାସଗତ ବିଭିନ୍ନତା ରହିଛି ଜାତି ଭିତ୍ତିକ ବିଭିନ୍ନତା ରହିଛି ଶ୍ରେଣୀ ଭିତ୍ତିକ ବିଭିନ୍ନତା ରହିଛି ଏବଂ ସେଇ ଯୋଉ ବିଭିନ୍ନତା ରହିଛି ତାହା ଗୋଟେ ନିଜ ସମାଜରୁ ମଧ୍ୟ ଜଣେ ପାଇପାରିବ ଖାଲି ନୁହେଁ ଯେ ସେ ବିଭିନ୍ନତା ପାଇବା ପାଇଁ ଆମେ ଗୋଟେ ବାହାର ସମାଜ ଉପରେ ଗବେଷଣା କରିବାକୁ ପଡିପାରେ ବା କରିବା ପାଇଁ ପଡିବ ଏହା ଆମ ନିଜ ସମାଜରେ ଏହାର ଇଏ ଅଛି ଆମେ ତାକୁ ମଧ୍ୟ ତା ଉପରେ ଗବେଷଣା କରିପାରିବା। ଯଦି ଦେଖାଯାଏ ଶ୍ରୀନିବାସଙ୍କ ଆଉ ଗୋଟେ ଯୁକ୍ତି ରହିଥିଲା ଯାହାକୁ ଆମେ ସମସ୍ତେ ଜାଣୁ ବୁକ୍ ଭ୍ୟୁ ଭର୍ସେସ ଫିଲ୍ଡ ଭ୍ୟୁ ଯୋଉଠାରେ ସିଏ ଯୋଉ ପୁସ୍ତକକୁ ନେଇ ଯୋଉ ପୁସ୍ତକରେ ଥିବା ଲେଖା ବା ଯୋଉ ସନ୍ଦର୍ଭରେ ଥିବା ଲେଖା ବା କୌଣସି ଆମର ଯୋଉ ଟେକ୍ସଟ ରହିଛି ବା ଆମର ମୁଖ୍ୟତଃ ଯୋଉ ଇଣ୍ଡୋଲୋଜିକାଲ ପର୍ସପେକ୍ଟିଭ ଯାହା ବିଷୟରେ ଆମେ ଆଲୋଚନା କରିଥିଲେ ତାର ଯୋଉ ସମାଜ ବିଜ୍ଞାନୀ ମାନେ ରହିଛନ୍ତି ଯୋଉମାନେ କିଭଳି ଭାବେ ଆମର ଯୋଉ ରିଲିଜିୟସ୍ ଲିଟରେଚର ରହିଛି ବା ଯୋଉ ଧାର୍ମିକ ଗ୍ରନ୍ଥ ଉପନ୍ୟାସ ପୁରାଣ ତାକୁ ନେଇ ଯୋଉ ଭଳି ଭାବରେ ସେମାନେ ଅନୁଧ୍ୟାନ କରିଥାନ୍ତି ବା ବିଶ୍ଳେଷଣ କରିଥାନ୍ତି ସାମାଜିକ ପରିବର୍ତ୍ତନ ବା ପୂର୍ବର ସମାଜ ବିଷୟରେ ତାହା କହିବା କଥା। ଶ୍ରୀନିବାସଙ୍କର ମତ ହେଉଛି ଯେ ଆମେ ଯେଉଁଭଳି ଭାବେ ଗତକାଲି ଆଲୋଚନା କରିଥିଲେ ପୂର୍ବ କ୍ଲାସରେ ଆମେ ଆଲୋଚନା କରିଥିଲେ ଇରାବତୀ କାର୍ବେଙ୍କ ସମ୍ବନ୍ଧରେ ଯେଉଁଠାରେ ଇରାବତୀ କାର୍ବେ ନିଜର ଗୋଟେ ସମ୍ପୂର୍ଣ୍ଣ ବିବରଣୀ ଦେଖିଛନ୍ତି ଆମେ ସେ ଯୋଉ ଆମେ ଯୁଗାନ୍ତ ଯୋଉ ଇଏ ସମ୍ବନ୍ଧରେ ଆଲୋଚନା କରିଥିଲେ ସେଠାରେ ସେ କେଉଁଭଳି ଭାବେ ମହାଭାରତର ବ୍ୟାଖ୍ୟା କରିଛନ୍ତି ମହାଭାରତକୁ ନେଇ କେଉଁଭଳି ଭାବେ ସାମାଜିକ ପରିବର୍ତ୍ତନ ହେଇଛି କେଉଁଭଳି ଭାବେ ଗୋଟେ ଯୌଥ ପରିବାର ଭିତରେ ଦ୍ୱନ୍ଦ୍ୱ ଦେଖାଦେଇଛି ସେ ଦ୍ୱନ୍ଦ୍ୱର କାରଣ କୋଉଭଳି ରହିଛି
ସେ ଯୋଉ ଯୌଥ ପରିବାର ରହିଛି ତାର ଯୋଉ ସମ୍ପର୍କୀୟ ମାନେ ରହିଛନ୍ତି ତାଙ୍କ ଭିତରେ ଜାତିଗତ ଯୋଉ ବିଭିନ୍ନତା ରହିଛି, ତାଙ୍କ ଭିତରେ ଯୋଉ ଜେଣ୍ଡର ଡିଫରେନ୍ସ ବା ଲିଙ୍ଗଗତ ବିଭିନ୍ନତା ରହିଛି, ଏ ସବୁ ସମ୍ବନ୍ଧରେ ଆକ୍ଚୁଆଲି ସେ ଦେଖେଇଥିଲେ ଏବଂ ସେ କହିଥିଲେ କେଉଁଭଳି ଭାବେ ଗୋଟେ ଯୋଉ ଆମର ସେଲ୍ଫଲେସ୍ ଡିଭୋସନ ବା ସେ ଭୀଷ୍ମଙ୍କର କେଉଁଭଳି ଭାବେ ସମର୍ପଣ ରାଜଗାଦିକୁ କେଉଁଭଳି ଭାବେ ଏବଂ କର୍ଣ୍ଣଙ୍କର ଯୋଉ ଅହେତୁକ ଦୁର୍ବଳତା ତାଙ୍କର ବନ୍ଧୁ ଇଏ ପ୍ରତି କେଉଁଭଳି ଭାବେ ଠେଲି ଦେଇଥିଲା ଗୋଟେ ପରିବାରକୁ ଯୁଦ୍ଧମୁଖକୁ, ସେ ବିଷୟରେ ସେ ସମ୍ପୂର୍ଣ୍ଣ ବିଶ୍ଳେଷଣ କରିଥିଲେ ଏବଂ ଆଲୋଚନା କରିଥିଲେ। କିନ୍ତୁ ସେ କାହାକୁ ନେଇ ଆଲୋଚନା କରିଥିଲେ ନା ସେ ଆମର ଯୋଉ ଧର୍ମଶାସ୍ତ୍ର ରହିଛି ବା ଯୋଉ ଧର୍ମକୁ ନେଇ ଧାର୍ମିକ ଆମର ଶାସ୍ତ୍ର ରହିଛି, ପୁରାଣ ରହିଛି, ତାକୁ ନେଇକରି ସେ ଆକ୍ଚୁଆଲି ତର୍ଜମା କରିଥିଲେ, ପ୍ରକୃତରେ ତର୍ଜମା କରିଥିଲେ। କିନ୍ତୁ ଶ୍ରୀନିବାସ ଗୋଟେ ତା ଭିତରେ ଗୋଟେ ଯୋଉ ଆମର ବ୍ୟବଧାନ ଦେଖାଇଥିଲେ ବା ତାଙ୍କ ଭିତରେ ଯୋଉ ବ୍ୟବଧାନ ରହିଛି ତାକୁ ଦେଖେଇଥିଲେ ଏବଂ ତାଙ୍କର କହିବା କଥା ଯେ ଯୋଉ ଫିଲ୍ଡ ଭ୍ୟୁ ରହିଛି ବା ଯୋଉ ଆମେ ବହିକୁ ଖାଲି ଦେଖିକିରି ନୁହେଁ ଯେ ସମାଜର ପରିବର୍ତ୍ତନ ବା ସମାଜ ବିଷୟରେ ଜାଣିପାରିବା, କିନ୍ତୁ ତାଠୁ ବେଶୀ ଭଲ ହଉଛି ଆମେ ଯୋଉ ନିଜେ ଯାଇ ଯଦି ପ୍ରତ୍ୟକ୍ଷ ଭାବରେ ଗୋଟେ ସମାଜକୁ ଆମେ ଅନୁଧ୍ୟାନ କରିବା, ଫିଲ୍ଡ ଯାହାକୁ ଫିଲ୍ଡ ଭ୍ୟୁ ଯାହାକୁ କହୁଛନ୍ତି ବା ଯୋଉ ପ୍ରତ୍ୟକ୍ଷ ଭାବରେ ଆମେ ଯାଇକରି ଫିଲ୍ଡ ୱାର୍କ କରିବା, ତାହେଲେ ଆମେ ସମାଜ ବିଷୟରେ ଭଲ ଭାବରେ ଜାଣିପାରିବା। ଏବଂ ସେ କହିଛନ୍ତି ସେ ଏହା ଦ୍ୱାରା ସେ କେବେ ହେଲେ ଖଣ୍ଡନ କରିନାହାନ୍ତି ଯେ ଯୋଉ ଇଣ୍ଡୋଲୋଜିକାଲ ପର୍ସପେକ୍ଟିଭ ରହିଛି ବା ଯୋଉ ଆମର ପୁରାଣ ପୁସ୍ତକ ଗୁଡ଼ିକ ରହିଲା, ପୁରାତନ ପୁସ୍ତକ ରହିଲା ବା ଯୋଉ ଶାସ୍ତ୍ର ରହିଲା, ପୁରାଣ ରହିଲା, ଧର୍ମଗ୍ରନ୍ଥ ଗୁଡ଼ିକ ରହିଲା, ସେଥିରୁ ସିଏ ତାକୁ ଖଣ୍ଡନ କରିନାହାନ୍ତି ଯେ ଏଥିରୁ ଆମେ ସମାଜ ବିଷୟରେ କିଛି ଜାଣିପାରିବା ନାହିଁ। କିନ୍ତୁ ସେ କହିଛନ୍ତି ତା ଅପେକ୍ଷା ଆମେ ଯଦି ଫିଲ୍ଡ ୱାର୍କ କରିବା, ଆମେ ନିଜେ ପ୍ରତ୍ୟକ୍ଷଦର୍ଶୀ ହୋଇ ଆମେ ସମାଜର ପରିବର୍ତ୍ତନକୁ ଦେଖିବା, ଗୋଟିଏ ସମ୍ପ୍ରଦାୟ ଉପରେ ଗବେଷଣା କରି ହଉ କିମ୍ବା ଗୋଟେ ଗ୍ରାମ ଉପରେ ଗବେଷଣା କରି ହଉ କିମ୍ବା ଗୋଟେ ସହର ବା ଗୋଟେ ରାଜ୍ୟ ଉପରେ ଗବେଷଣା କରି ହଉ, ତାହେଲେ ଆମେ ଯଦି ଦେଖିବା ତାହାର ଫଳାଫଳ ସମ୍ପୂର୍ଣ୍ଣ ଭାବେ ତାଠୁ ଯୋଉ ଆମର ପୁସ୍ତକର ଯୋଉ ବା ଧର୍ମଗ୍ରନ୍ଥର ଯୋଉ ଇଏ ଆମେ ପାଉଛୁ, ସାମାଜିକ ପରିବର୍ତ୍ତନର ଯୋଉ ସଂଜ୍ଞା ଆମେ ବାହାର କରୁଛୁ, ତାଠାରୁ ଏଇ ଯୋଉ ମାଧ୍ୟମ ଗୁଡ଼ିକ ରହିଛି, ଏଇ ମାଧ୍ୟମରେ ଆମେ ଭଲ ଯୋଉ ତଥ୍ୟ ପାଇପାରିବା। ତେଣୁ ଯଦି ଦେଖାଯାଏ ତାଙ୍କର ଯୋଉ ଫିଲ୍ଡ ଭ୍ୟୁ ରହିଥିଲା ସେ ସେଭଳି ସେଠାରେ କେଉଁଭଳି ଭାବେ ଯୋଉ ଜାତି ପ୍ରଥା ସମ୍ବନ୍ଧୀୟ ରହିଛି, ନିୟମ ରହିଛି ଏବଂ ଯୋଉ ନର୍ମେଟିଭ କୋଡ୍ ଅଫ ବିହେଭିୟର ରହିଛି, ଆମର ଜାତି ପ୍ରଥାକୁ ନେଇକରି ଯୋଉ ସବୁ ବ୍ୟବହାରର ଗୁଡ଼ିକ ଆମର ରହିଛି ବା ଲୋକମାନଙ୍କ ଯୋଉ ବ୍ୟବହାରର ପରିବର୍ତ୍ତନ ଦେଖାଯାଇଥାଏ ଜାତି ଗୋଟେ ନିର୍ଦ୍ଦିଷ୍ଟ ଜାତିକୁ ନେଇକରି, ସେ ସମ୍ବନ୍ଧରେ ମଧ୍ୟ ସେ କହିଥିଲେ। ଏବଂ ଯଦି ଦେଖାଯାଏ ଯୋଉ ସମାଜକୁ ଯୋଉ ପଢିବା ବା ସମାଜ ବିଷୟରେ ଜାଣିବା ପାଇଁ ଯଦି ଦେଖାଯାଏ, ସେ ଗୋଟେ କମ୍ପାରିଜନ କରିଥିଲେ ବା ତୁଳନାତ୍ମକ ବିବରଣୀ ଦେଇଥିଲେ ଏବଂ ସେ କହିଥିଲେ କେଉଁଭଳି ଭାବେ ଯେ ଗୋଟେ ବହିରେ ପଢୁଥିବା ସମାଜ ବା ବହି ଯୋଉ ଭାବରେ ଗୋଟେ ସମାଜର ବିଶ୍ଳେଷଣ କରିଥାଏ, ତା ଅପେକ୍ଷା ଆମର ଯୋଉ ନିଜର ପ୍ରତ୍ୟକ୍ଷଦର୍ଶୀ ଯୋଉ ସାମାଜିକ ବିଶ୍ଳେଷଣ, ତାହା ଅତ୍ୟନ୍ତ ସତ୍ୟତା ଉପରେ ଆଧାରିତ ଏବଂ ତାହା ଅଧିକ ସତ୍ୟବାଚୀ ବା ତାକୁ ତା ଅଧିକ ଆପ୍ରୋପ୍ରିଏଟ। ଯେ ଦେଖିବା ସେ ମଧ୍ୟ କହିଥିଲେ ଯେ କେଉଁଭଳି ଭାବେ ଯୋଉ ସାମାଜିକ ସମ୍ପର୍କ ରହିଛି ଲୋକମାନଙ୍କ ଭିତରେ, ତାହା କେଉଁଭଳି ଭାବେ ଗୋଟେ ଜାତି ବ୍ୟବସ୍ଥା ଆମର ଯୋଉ ରହିଛି ତା ଦ୍ୱାରା କେଉଁଭଳି ଭାବେ ନିର୍ଦ୍ଧାରିତ ହୋଇଛି। ଏବଂ ଯଦି ଦେଖାଯାଏ ସିଏ ମଧ୍ୟ ସମାଲୋଚନା କରିଥିଲେ ଲୁଇ ଡୋମୋଙ୍କର ଯୋଉ ହୋମୋ ହାଇରାର୍କସ୍ ରହିଛି ଏବଂ ସେ କହିଥିଲେ କେଉଁଭଳି ଭାବେ ଡୋମୋଙ୍କର ଯୋଉ ମତ ରହିଛି ତାହା କେଉଁଭଳି ଭାବେ ଯୋଉ ବୁକ୍ ଭ୍ୟୁ ବା ଗୋଟେ ପୁସ୍ତକର ବା ଆମର ପୁରୁଣା ଗ୍ରନ୍ଥ ବା ଯୋଉ ଆମର ପୁରାଣ ରହିଛି, ଶାସ୍ତ୍ର ରହିଛି, ତା ଉପରେ ଆଧାରିତ ଏବଂ ତାକୁ ସେ ନେଇ ଅନେକ ସମୟରେ ସମାଲୋଚନା କରିଥିଲେ। ଏବଂ ଯଦି ଦେଖିବା ଆମେ ଶ୍ରୀନିବାସ କହିଥିଲେ ଯେ ଭାରତର ଯୋଉ ସଂସ୍କୃତି ରହିଛି, ଭାରତ ସମାଜ ରହିଛି, ଭାରତର ଯୋଉ ଆମର ସିଭିଲାଇଜେସନ ରହିଛି, ତାକୁ ଯଦି ବୁଝିବା ପାଇଁ ହୁଏ ତାହେଲେ ଆମକୁ ଭାରତର ଗ୍ରାମୀଣ ଜୀବନକୁ ବୁଝିବା ପାଇଁ ପଡ଼ିବ, ଭାରତୀୟ ଗ୍ରାମୀଣ ସମାଜକୁ ବୁଝିବା ପାଇଁ ପଡ଼ିବ। ଏବଂ ସେ କହିଥିଲେ ଯେ କେଉଁଭଳି ଭାବେ
ଯୋଉ ଆନ୍ଥ୍ରୋପୋଲୋଜି ରହିଛି, ସୋସିଆଲ ଆନ୍ଥ୍ରୋପୋଲୋଜି ବା ଯୋଉ ସାମାଜିକ ନୃତତ୍ତ୍ୱ ବିଜ୍ଞାନ ରହିଛି, ତାର କେଉଁଭଳି ଭାବେ ପ୍ରଥମେ ଏହା କେଉଁଭଳି ଭାବେ ଆଦିବାସୀ ସମ୍ପ୍ରଦାୟକୁ ନେଇକରି ସେମାନେ ନିଜର ଗବେଷଣା ଜାରି ରଖିଥିଲେ, ଧୀରେ ଧୀରେ କେଉଁଭଳି ଭାବେ ଏହା ଯୋଉ ଗ୍ରାମୀଣ କୃଷକ ଜୀବନ ଜୀବନୀକୁ ଅନୁଧ୍ୟାନ କରିବା ପାଇଁ ବା ଗବେଷଣା ସେମାନେ ଆରମ୍ଭ କଲେଣି ତାଙ୍କ ଉପରେ, ଏବଂ ଧୀରେ ଧୀରେ କେଉଁଭଳି ଭାବେ ଯୋଉ ସାମାଜିକ ଆନ୍ଦୋଳନ ରହିଛି, ସୋସିଆଲ ମୁଭମେଣ୍ଟ ଏବଂ ସାମାଜିକ ପରିବର୍ତ୍ତନ ରହିଛି ତା ସମ୍ବନ୍ଧରେ ମଧ୍ୟ ଆଲୋଚନା କଲେଣି। ତେଣୁ ସେ କହିଥିଲେ କେଉଁଭଳି ଭାବେ ଗୋଟେ ଯୋଉ ସାମାଜିକ ନୃତତ୍ତ୍ୱ ବିଜ୍ଞାନ ରହିଛି ତାର ଯୋଉ ଗବେଷଣାର ଯୋଉ ଡୋମେନ୍ ରହିଛି ବା ଗବେଷଣା ଯୋଉ ଏରିଆ ଗୁଡିକ ରହିଛି ବା ଗବେଷଣାର ଯୋଉ ସନ୍ଦର୍ଭ ଗୁଡିକ ରହିଛି ତା ଦେହରେ କିଭଳି ଭାବେ ଧୀରେ ଧୀରେ ପରିବର୍ତ୍ତନ ସେ ଲକ୍ଷ୍ୟ କରିଥିଲେ। ଏବଂ ଯଦି କୁହାଯାଏ ପ୍ରକୃତରେ ଗ୍ରାମୀଣ ସମାଜକୁ ବୁଝିବା ପାଇଁ ଯୋଉ ଯୋଗଦାନ ରହିଛି ଏମ୍ ଏନ୍ ଶ୍ରୀନିବାସଙ୍କର ଏବଂ ତାଙ୍କର ଯୋଉ ଗବେଷଣା ଗୁଡିକ ରହିଛି ତାହା ଅନେକାଂଶରେ ତାହା ତାଙ୍କର ଗୋଟିଏ ମୁଖ୍ୟ ଅବଦାନ। ଏବଂ ଯଦି ଦେଖାଯାଏ ସିଏ ଅନେକାଂଶରେ ଯୋଉ ମିଥ୍ସ ରହିଛି, ବିଶ୍ୱାସ ରହିଛି ଗ୍ରାମୀଣ ଭାରତରେ ତା ସମ୍ବନ୍ଧରେ ମଧ୍ୟ ସେ ଭୁଲ ବିଶ୍ୱାସ ଯୋଉ ରହିଛି ତା ସମ୍ବନ୍ଧରେ ମଧ୍ୟ ସେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଯେ ଦେଖାଯାଏ ଗୋଟିଏ ରିପୋର୍ଟ ପ୍ରକାଶିତ ହୋଇଥିଲା, ଯୋଉ ରିପୋର୍ଟର ନାଁ ହେଉଛି ଯୋଉ ରିପୋର୍ଟଟି ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ପ୍ରକାଶିତ ହୋଇଥିଲା। ସେ ରିପୋର୍ଟରେ କେତେ ଗୁଡ଼ିଏ ତଥ୍ୟ ଯୋଉ ପ୍ରକାଶିତ ହୋଇଥିଲା ତାକୁ ନେଇ ସେ ଅତ୍ୟନ୍ତ ବିଚଳିତ ହୋଇଥିଲେ ଏବଂ ବିବ୍ରତ ହୋଇଯାଇଥିଲେ ଏବଂ ସେ ତାକୁ ସମାଲୋଚନା କରିବା ପାଇଁ କୁଣ୍ଠାବୋଧ କରିନଥିଲେ। ଯେ ଦେଖାଯାଏ ଶ୍ରୀନିବାସଙ୍କର ଯୋଉ ତର୍ଜମାର ବିଷୟବସ୍ତୁ ଥିଲା ଯେ ଯୋଉ ଇଷ୍ଟ ଇଣ୍ଡିଆ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଯୋଉ ପଞ୍ଚମ ରିପୋର୍ଟ, ଯେଉଁଠାରେ ଭାରତର ଯୋଉ ଗ୍ରାମୀଣ ସମାଜକୁ ସେମାନେ କେଉଁଭଳି ଭାବେ ଅଳ୍ପ ଗଣତାନ୍ତ୍ରିକ ଗୋଟେ ସ୍ଥିର ସମାଜ, ଯାହା ଗୋଟେ ନକାରାତ୍ମକ ଗୋଟେ ପ୍ୟାସିଭ, ଯୋଉମାନେ ଯୋଉଠାରେ କି ଆନ୍ଦୋଳନ ବା କୌଣସି ପ୍ରକାର ପରିବର୍ତ୍ତନର ସ୍ୱର ନାହିଁ ଏବଂ ଗୋଟେ ଷ୍ଟାଗନାଣ୍ଟ ବା ଯୋଉଠାରେ ଅନଚେଞ୍ଜିଂ ବା ଯୋଉଠାରେ ପରିବର୍ତ୍ତନର କୌଣସି ଆଭାସ ନାହିଁ, ସେଇଭଳିଆ ଗୋଟେ ଭାରତର ଗ୍ରାମୀଣ ସମାଜକୁ ସେମାନେ ସେଇଭଳି ଆଖ୍ୟା ଦେଇଥିଲେ। କିନ୍ତୁ ଯଦି ଦେଖାଯାଏ ଶ୍ରୀନିବାସ ଏହାକୁ ତର୍ଜମା କରିବାରେ ବା ଶ୍ରୀନିବାସ ଏହାକୁ କଠୋର ସମାଲୋଚନା କରିଥିଲେ ଏବଂ ସେ କହିଥିଲେ ଯେ ଯୋଉ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଭାରତୀୟ ଗ୍ରାମୀଣ ସମାଜକୁ ନେଇ ଯୋଉ ଆଲୋଚନା କରାଯାଇଛି ସେମାନଙ୍କ ରିପୋର୍ଟରେ, ଏହା ଅତ୍ୟନ୍ତ ଓଭର ସିମ୍ପଲିଷ୍ଟିକ ବା ଏହା ଅତ୍ୟନ୍ତ ଯାହା କୁହାଯାଏ ଉପର ଠାଉରିଆ ଗୋଟେ ସନ୍ଦର୍ଭ ବା ଗବେଷଣା। ଏବଂ ସେ କହିଥିଲେ କେଉଁଭଳି ଭାବେ ଯେ ଗ୍ରାମୀଣ ସମାଜ ଏତେ ସହଜ ନୁହେଁ, ଏତେ ସରଳ ନୁହେଁ, ଆଉ ଯୋଉ କୁହାହଉଛି ପ୍ୟାସିଭ ଆଉ ଲିଟିଲ ରିପବ୍ଲିକ, ସେ କହିଥିଲେ ଗାଁ ସମାଜ କେଉଁଭଳି ଭାବେ ଅସମାନତାରେ ବୁଡି ରହିଛି, ସେଠାରେ କେଉଁଭଳି ଭାବେ ବିଭିନ୍ନ ପ୍ରକାରର ରୋଗ ଏବଂ ରୋଗ ରହିଛି ବା ଲୋକମାନେ କେଉଁଭଳି ଭାବେ ବିଭିନ୍ନ ପ୍ରକାରର ଅସୁବିଧାରେ ସ୍ୱାସ୍ଥ୍ୟଗତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି, ଅସ୍ୱାସ୍ଥ୍ୟକର ଇଏ ରହିଛି। ତା ସହିତ ସେବେ ଯୋଉ ଗ୍ରାମର ଯୋଉ ଅଶିକ୍ଷିତତା ରହିଛି ତା ସମ୍ବନ୍ଧରେ ବା ଇଲିଟ୍ରେସି ରହିଛି ତା ସମ୍ବନ୍ଧରେ ମଧ୍ୟ ସେ ଅନେକାଂଶରେ ଆଲୋଚନା କରିଥିଲେ। ଯେ ଦେଖାଯାଏ ସେ କହିଥିଲେ ଯେ ଗ୍ରାମୀଣ ସମାଜ ଯୋଉ ରହିଛି ତାହା ସମାନତା ଉପରେ ଆଧାରିତ ନୁହେଁ, ବରଂ ଏ ଯୋଉ ଗ୍ରାମୀଣ ସମାଜ ରହିଛି ଏହା ସବୁବେଳେ ଗୋଟେ ହାଇରାର୍କି ବା ସୋପାନ ଯେଭଳି ଭାବେ ବ୍ୟବସ୍ଥିତ ହୋଇଥାଏ, ଯୋଉଟା ଗୋଟେ ଉଚ୍ଚ ଜାତି, ଗୋଟେ ନିଚ ଜାତି, ମଧ୍ୟବିତ୍ତ ଜାତି, ଏଇ ଯୋଉ ପ୍ରକାରର ବ୍ୟବସ୍ଥା ରହିଛି ଗ୍ରାମୀଣ ସମାଜରେ, ସେ ସମ୍ବନ୍ଧରେ କେବଳ ସେ ଜାତି ଭିତ୍ତିକ କହିନଥିଲେ, ସେ ଅନେକ ଗୁଡ଼ିଏ ଜିନିଷକୁ ଦେଖିକିରି ତାର ଯୋଉ ଆମର ବ୍ୟବସ୍ଥାକୁ ସମାଲୋଚନା କରିଥିଲେ ଏବଂ ସେ ସେଠାରେ କହିଥିଲେ କେଉଁଭଳି ଭାବେ ରାଜନୀତିର ଗୋଟେ ସମ୍ପର୍କ ରହିଛି ଗ୍ରାମୀଣ ଜୀବନର ପରିବର୍ତ୍ତନ ସହିତ, ପରିବର୍ତ୍ତନ ସମ୍ବନ୍ଧରେ ତା ସମ୍ବନ୍ଧରେ ମଧ୍ୟ ସେ କହିଥିଲେ। ଏବଂ ଯଦି ଦେଖାଯାଏ ସେ ଯୋଉ ଜାତି ସମ୍ବନ୍ଧରେ କହିଥିଲେ, ସେ କହିଥିଲେ ଯୋଉ
ଲୁଇ ଡୁମୋଙ୍କୁ ସେ ଅନେକାଂଶରେ ସମାଲୋଚନା କରିଥିଲେ ଏବଂ ଯେ ଦେଖାଯାଏ ସେ କହିଥିଲେ ଯେ ଜାତି ଗୋଟେ କେଉଁଭଳି ଭାବେ ଗୋଟେ ଅତ୍ୟନ୍ତ ଜରୁରୀ ବିଷୟ ଭାରତର ସମାଜକୁ ବୁଝିବା ପାଇଁ ଏବଂ ସେ କହିଥିଲେ କେଉଁଭଳି ଭାବେ ଯେଉଁ ସାମାଜିକ ସମ୍ପର୍କ ରହିଥିବା ସୋସିଆଲ ଟାଇଜ ଆମକୁ ଯାହାକୁ କହୁ ଏ ସାମାଜିକ ସମ୍ପର୍କକୁ କେଉଁଭଳି ଭାବେ ଜାତି ପ୍ରଥା ବ୍ୟବସ୍ଥା କେଉଁଭଳି ଭାବେ ସୁଚାରୁ ରୂପେ ପରିଚାଳିତ କରିଥାଏ ତା ସମ୍ବନ୍ଧରେ ସେ କହିଥିଲେ ଏବଂ ସେ ସମାଲୋଚନା କରିଥିଲେ ଲୁଇ ଡୁମୋଙ୍କୁ ଏବଂ ସେ କହିଥିଲେ ଯେ ଡୁମୋଙ୍କର ଯେଉଁ ପାଶ୍ଚାତ୍ୟ ସଭ୍ୟତା ବା ଯେଉଁ ୱେଷ୍ଟର୍ଣ୍ଣ ମଡେଲ ବା ୱେଷ୍ଟର୍ଣ୍ଣ ଥଟ୍ ରହିଥିଲା ଜାତି ପ୍ରଥାକୁ ବୁଝିବା ପାଇଁ ଶ୍ରୀନିବାସ ତାକୁ ସମାଲୋଚନା କରିଥିଲେ ଏବଂ ସେ କହିଥିଲେ ଯେ ଯେଉଁ ଉଚ୍ଚ ନିଚର ବ୍ୟବସ୍ଥା ଏହା ଗୋଟେ ଅସମାନତା ବ୍ୟବସ୍ଥା ଗୋଟେ ଏଭଳି ସମାଜ ସୃଷ୍ଟି କରୁଛି ଯାହା ସମାନତା ଉପରେ ଆଧାରିତ ଏବଂ ସେ କହିଥିଲେ ସେ ଏହା ମଧ୍ୟ କହିଥିଲେ ଯେଉଁ ଅନେକ ଗୁଡ଼ିଏ ଯେଉଁ ଜାତିମାନେ ରହିଛନ୍ତି ସେମାନଙ୍କ ମଧ୍ୟରେ ଗୋଟିଏ ସମ୍ପର୍କ ରହିଛି ଏବଂ ଯଦି ଦେଖାଯାଏ ଯେ ସେ ଆମେ ଯେଉଁଭଳି କହିଥିଲେ ଯେ ୱିଲିୟମ ୱାଇଜରଙ୍କର ହିନ୍ଦୁ ଜଜମାନି ସିଷ୍ଟମ ସେ ସମ୍ବନ୍ଧରେ ମଧ୍ୟ ସେ କିଛି ତଥ୍ୟ ରଖିଥିଲେ ଏବଂ ସେ କହିଥିଲେ ଗୋଟିଏ ଜାତି ସବୁବେଳେ ଗୋଟିଏ ଜାତିର ଜଣେ ସଦସ୍ୟ ସେ ସବୁବେଳେ ଅନ୍ୟ ଜାତିର ଯେଉଁ ସଦସ୍ୟମାନେ ରହିଲେ ତାଙ୍କ ଉପରେ ନିର୍ଭର କରିଥାନ୍ତି କାରଣ ସେ ଅନେକ ଅଂଶରେ ସେବା ଏବଂ ଦ୍ରବ୍ୟ ଯୋଗାଇ ଦେଇଥାନ୍ତି ବା ସେ ଯେଉଁ ସେବା ଏବଂ ସେ ଯେଉଁ ଦ୍ରବ୍ୟ ଗୁଡ଼ିକର ଅଧିକାରୀ ସେମାନେ ଥାନ୍ତି ତେଣୁ ଗୋଟିଏ ଜାତିର ବ୍ୟକ୍ତି ଅନ୍ୟ ଜାତିର ବ୍ୟକ୍ତି ବିଶେଷଙ୍କ ଉପରେ ଅନେକାଂଶରେ ନିର୍ଭରଶୀଳ ଯଦି ଦେଖାଯାଏ ସେ ଏହି ସମ୍ବନ୍ଧରେ ଗୋଟେ ସନ୍ଦର୍ଭ ତାଙ୍କର ରଚନା କରିଥିଲେ ଯାହାକୁ ଆମେ ସମସ୍ତେ ଜାଣିଛୁ ଡୋମିନାଣ୍ଟ କାଷ୍ଟ ଇନ୍ ରାମପୁରା ସେ କହିଥିଲେ କେଉଁଭଳି ଭାବେ ଗୋଟିଏ ଜାତି ଗୋଟେ ପ୍ରଧାନ ଜାତି ହୋଇକରି ତାର ଉତ୍ଥାନ ହେଉଛି ବା ତାର ଯେଉଁ ସେ ଜାତିଟି କିଭଳି ବାହାରୁଛି ଗୋଟେ ପ୍ରଧାନ ଜାତି ହେଇ ତେଣୁ ସେ କହିଥିଲେ କେଉଁଭଳି ଭାବେ ଗୋଟେ ଜାତି ପ୍ରଧାନ ହେଇପାରିବ ଯଦି ସେ କହିଥିଲେ ସେ ଜାତିଟି ପ୍ରଥମତଃ ଭାବରେ ସେ ଗୋଟେ ନ୍ୟୁମେରିକାଲ ପ୍ରିପଣ୍ଡରେନ୍ସ ବା ତାଙ୍କର ଯେଉଁ ସଂଖ୍ୟାଗତ ଗରିଷ୍ଠତା ତାଙ୍କର ରହିଥିବା ଦରକାର ସେ ଗୋଟେ ମନେ କରନ୍ତୁ ଗୋଟେ ଭିଲେଜ ବା ଗୋଟେ ସୋସାଇଟି ହଉ ବା ଗୋଟେ ଗ୍ରାମୀଣ ସମାଜକୁ ଯଦି ନେବା ଗୋଟେ ଗାଁରେ ଯଦି ସବୁଠୁ ଅଧିକ ଗୋଟିଏ ଜାତିର ଲୋକ ଅଛନ୍ତି ତାହା ଗୋଟିଏ ପ୍ରଥମ ତାଙ୍କର କ୍ରାଇଟେରିଆ ଥିଲା ଏବଂ ଦ୍ୱିତୀୟ ଥିଲା ସେ କହିଥିଲେ ଯେ ଇକୋନୋମିକ ଆଉ ପଲିଟିକାଲ ଅର୍ଥନୈତିକ କ୍ଷମତା ସେମାନଙ୍କର ଥିବ ଏବଂ ରାଜନୈତିକ କ୍ଷମତା ଥିବା ଦରକାର ତା ସହିତ ସେମାନେ ଯେଉଁ ଆମର ତାଙ୍କର ଯେଉଁ ଆଞ୍ଚଳିକ ଜାତିଗତ ବ୍ୟବସ୍ଥା ରହିଛି ଲୋକାଲ କାଷ୍ଟ ହାଇରାର୍କି ରହିଛି ସେଠାରେ ସେ ଯେଉଁ ଜାତିଟି ଅତ୍ୟନ୍ତ ତଳ ସୋପାନରେ ଯେଭଳି ଭାବେ ନଥିବ ଯେଉଁ ଯେମିତି ଆମେ କହିଥିଲେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏମିତି ଯେମିତି ଗ୍ରହଣ ଆମେ ବ୍ୟବସ୍ଥିତ କରିଥିଲେ କ୍ଷତ୍ରିୟମାନଙ୍କ ଭିତରେ ଯେମିତି କେତେ ଗୁଡ଼ିଏ ଜାତି ଅଛନ୍ତି ବା ଉପଜାତି ଅଛନ୍ତି ତାକୁ ଯଦି ଦେଖାଯାଏ ତାଙ୍କର କହିବା କଥା ଶ୍ରୀନିବାସଙ୍କ କହିବା କଥା ଗୋଟିଏ ଜାତି ସେତେବେଳେ ଡୋମିନାଣ୍ଟ ହେଇପାରିବ ପ୍ରଧାନ ଜାତି ହେଇପାରିବ ଯେତେବେଳେ ସିଏ କେବଳ ନୁହଁ ଯେ ସେମାନଙ୍କ ସଂଖ୍ୟାଗରିଷ୍ଠତା ଥିବ ଆଉ କେବଳ ନୁହଁ ଯେ ସେମାନେ ଅର୍ଥନୀତି ଏବଂ ଅର୍ଥନୀତି ଏବଂ ରାଜନୈତିକ କ୍ଷେତ୍ରରେ ଆଗୁଆ ଥିବେ ବରଂ ସେମାନଙ୍କର ଯେଉଁ ଜାତି ଭିତ୍ତିକ ଯେଉଁ ଆମର ବ୍ୟବସ୍ଥା ରହିଛି ସେ ଯେଉଁ ବ୍ୟବସ୍ଥାରେ ସେମାନେ ଅତ୍ୟନ୍ତ ତଳ ସୋପାନରେ ଯେଭଳି ଭାବେ ଅବସ୍ଥିତ ହୋଇନଥିବେ ଯଦି ଦେଖାଯାଏ ସେ এই ଯେଉଁ ଡୋମିନାଣ୍ଟ କାଷ୍ଟ ସନ୍ଦର୍ଭ ବା ତାଙ୍କର ଯେଉଁ ପ୍ରଧାନ ଜାତି ଯେଉଁ ଆମର ସନ୍ଦର୍ଭଟି ଅନେକାଂଶରେ ଲୋକାଦୃତ ହୋଇପାରିଥିଲା ଯେ ଦେଖାଯାଏ ଯେତେବେଳେ ଗୋଟେ ଜାତି ବ୍ୟବସ୍ଥାରେ ପରିବର୍ତ୍ତନ ଦେଖାଯାଏ ଗୋଟିଏ ଜାତିର ଯେଉଁ ପୋଜିସନ ରହିଛି ବା ତାର ଯେଉଁ ବ୍ୟବସ୍ଥିତ ସ୍ଥାନ ରହିଛି ସେଠାରେ ଯଦି ତାର ପରିବର୍ତ୍ତନ ଦେଖାଯାଏ ଉପରକୁ ବା ସେ ଜାତି ଉପରକୁ ଉଠି ଯାଇଥାଏ ବା ଗୋଟେ ଉଚ୍ଚ ଜାତି ଭାବରେ ପରିଗଣିତ ହୋଇଥାଏ କିମ୍ବା ନିଚକୁ ପଳେଇ ଆସିଥାଏ ଏହି ସମୟରେ ଯେ ଦେଖାଯାଏ ଲୋକମାନଙ୍କର ଯେଉଁ ଦୃଷ୍ଟିକୋଣ ରହିଛି ସେଥିରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ ଏବଂ ଯାହା ଆମେ ପରବର୍ତ୍ତୀ ସମୟରେ ତାଙ୍କର ଯେଉଁ ସଂସ୍କୃତିକରଣ ସନ୍ଦର୍ଭଟି ଅଛି ସେ ବିଷୟରେ ଆଲୋଚନା କରିବା ଦେଖାଯାଏ ତାଙ୍କର ଗୋଟେ ଯେଉଁ କନସେପ୍ଟ ରହିଥିଲା ସୋସିଆଲ ମୋବିଲିଟି ବା ଯେଉଁ ସାମାଜିକ ଇଏର ପରିବର୍ତ୍ତନ ଆମର ଯେଉଁ ରହିଛି ଯେ ଦେଖାଯାଏ ଯେଉଁ ବ୍ୟବସ୍ଥାରେ ଯେଉଁ ପରିବର୍ତ୍ତନ ହୋଇଛି ବା ତାଙ୍କର ଯେଉଁ ସମାଜରେ ତାଙ୍କର ଯେଉଁ ସ୍ଥିତିର ଯେଉଁ ପରିବର୍ତ୍ତନ ହୋଇଛି
ତାହା ସମ୍ବନ୍ଧରେ ସେ ମୁଖ୍ୟତଃ ଭାବେ କହିବା ପାଇଁ ଯାଇଥିଲେ। ଏବଂ ଏଥିରେ ଶ୍ରୀନିବାସ କହିଥିଲେ ଯେତେବେଳେ ଗୋଟିଏ ନିଚ ଜାତି ରହୁଛି ଗୋଟେ ଗ୍ରାମୀଣ ସମାଜରେ, ସବୁବେଳେ ନିଚ ଜାତି କଣ କରୁଛି ନା ସେ ନିଜର ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ବା ନିଜର ଗୋଟେ ପରିଚୟ ସୃଷ୍ଟି କରିବା ପାଇଁ ଏବଂ ସେ ସମକକ୍ଷ ହେବା ପାଇଁ ଗୋଟେ ଡୋମିନାଣ୍ଟ କାଷ୍ଟ ଯୋଉ ରହିଛି ତାର ଯୋଉ ଆଇଡିଓଲୋଜି ରହିଛି, ତାର ଚିନ୍ତାଧାରା ରହିଛି, ତାର ସାଂସ୍କୃତିକ ଯୋଉ ଆମର ପ୍ରଥା ଗୁଡ଼ିକ ରହିଛି, ତାର କଲଚରାଲ ପ୍ରାକ୍ଟିସେସ୍ ଯୋଉଗୁଡ଼ା ରହିଛି ବା ଯୋଉ ଧାର୍ମିକ ପ୍ରଥା ଯୋଉଗୁଡ଼ିକ ରହିଛି ସେଗୁଡ଼ିକ ଧୀରେ ଧୀରେ ସେମାନେ ଅନୁସରଣ କରିବାରେ ଲାଗିଥାନ୍ତି। ଏ ଅନୁସରଣ କରିବା ଦ୍ୱାରା କଣ ହୋଇଥାଏ ନା ଏ ଅନୁସରଣ କରିବା ଦ୍ୱାରା ସେମାନେ ଚେଷ୍ଟା କରିଥାନ୍ତି ଯେ ରାଜନୈତିକ କ୍ଷମତା ହାସଲ କରିବେ ଏବଂ ସେମାନେ ଧୀରେ ଧୀରେ ଯୋଉ ଆମର ଜାତିଗତ ବ୍ୟବସ୍ଥା ରହିଛି ସେଠାରେ ସେ ଧୀରେ ଧୀରେ କେଉଁଭଳି ଭାବେ ସୋପାନ ପରେ ସୋପାନ ଉପର ସୋପାନକୁ ଚଢି ଚାଲିବେ। କିନ୍ତୁ ଯଦି ଦେଖାଯାଏ ବା ଉଠି ଚାଲିବେ, କିନ୍ତୁ ଯଦି ଦେଖାଯାଏ ଏଇ ଯୋଉ ବ୍ୟବସ୍ଥା ହୋଇଥିଲା ଏହାକୁ ନେଇ ତାଙ୍କର ଯୋଉ ତର୍ଜମା ଯଦି ଦେଖାଯିବା ଆମେ ସାଂସ୍କ୍ରିଟାଇଜେସନ ଆଣ୍ଡ ୱେଷ୍ଟର୍ନାଇଜେସନ କେଉଁଭଳି ଭାବେ ସେ କହିଥିଲେ ଯେ ଯୋଉ କର୍ଣ୍ଣାଟକର ଯୋଉ ସମାଜ ରହିଛି ସେଠାରେ କେଉଁଭଳି ଭାବରେ ଯୋଉ ଆମର ବ୍ଲାକ୍ ସ୍ମିଥ ରହିଛନ୍ତି ବା ଯୋଉ କମାର ସମ୍ପ୍ରଦାୟ ରହିଛନ୍ତି ସେମାନେ କେଉଁଭଳି ଭାବେ ଏଇ ଯୋଉ ପରିବର୍ତ୍ତନକୁ ସେମାନେ ଯେତେବେଳେ ସ୍ୱୀକାର କଲେ, ସେମାନେ କେଉଁଭଳି ଭାବେ କହିଲେ ବା ସେମାନେ ଯେତେବେଳେ ଗୋଟେ ଉଚ୍ଚ ଜାତି ବ୍ରାହ୍ମଣ ଜାତିକୁ ସେମାନେ ଯେତେବେଳେ ଅନୁସରଣ କଲେ, ସେମାନେ କେଉଁଭଳି ଭାବେ କହିଲେ ନିଜେ ଯେ ଆମେ କମାର ନୁହେଁ, ଆମେ ହଉଛୁ ବିଶ୍ୱକର୍ମା ବ୍ରାହ୍ମୀଣ ବା ବିଶ୍ୱକର୍ମା ବ୍ରାହ୍ମଣ ସମ୍ପ୍ରଦାୟ। ତେଣୁ ଏଇଥିରୁ ଜଣାଯାଏ ତାଙ୍କର ଯୋଉ ସାମାଜିକ ସ୍ଥିତିରେ ଯୋଉ ପରିବର୍ତ୍ତନ ଆଣିବା ପାଇଁ ସେମାନେ ଯୋଉ ଜାତି ବ୍ୟବସ୍ଥାରେ ପରିବର୍ତ୍ତନ ବା ଯୋଉ ଜାତିଗତ ଯୋଉ ଆମର ରହିଛି ପ୍ରାକ୍ଟିସେସ୍ ରହିଛି ତାକୁ କେଉଁଭଳି ଭାବେ ସେମାନେ ଯୋଉ ଉଚ୍ଚ ଜାତି ଗୁଡ଼ିକ ରହିଛନ୍ତି ତାଙ୍କର ଯୋଉ ପ୍ରାକ୍ଟିସେସ୍ ରହିଛି, ତାଙ୍କର ଯୋଉ ନିୟମ ରହିଛି, ତାଙ୍କର ଯୋଉ ସଂସ୍କୃତି ରହିଛି, ତାଙ୍କର ଯୋଉ ଅନ୍ୟ ଯୋଉ କେତେ ଗୁଡ଼ିଏ ଇଏ ରହିଛି ତାକୁ ସେ କିଭଳି ଭାବେ ସେମାନେ ଅନୁସରଣ କରିଥାନ୍ତି। ଏବଂ ଏହା କହିଛନ୍ତି ଏଇ ଯୋଉ ସଂସ୍କୃତିକରଣ ସନ୍ଦର୍ଭରେ ସେ ଆଲୋଚନା କଲା ସମୟରେ ଏହି ସମ୍ବନ୍ଧରେ ସେ କହିଛନ୍ତି ସେ ପ୍ରଥମେ ଯଦି ଦେଖିବା ଆମେ ଶ୍ରୀନିବାସ ଏହାକୁ ବ୍ରାହ୍ମୀନାଇଜେସନ ବା ବ୍ରାହ୍ମଣୀକରଣ ବୋଲି କହିଥିଲେ, କିନ୍ତୁ ପରେ ଦେଖିଥିଲେ ଅନେକ ଅଞ୍ଚଳରେ କେବଳ ଯୋଉ ନିଚ ବା ତଳେ ଥିବା ଯୋଉ ଜାତି ଗୁଡ଼ିକ ସେମାନେ କେଉଁଭଳି ଭାବେ କେବଳ ବ୍ରାହ୍ମଣ ମାନଙ୍କୁ ଅନୁସରଣ କରୁନାହାନ୍ତି, ଅନେକ କ୍ଷେତ୍ରରେ ସିଏ କ୍ଷତ୍ରିୟ ମାନଙ୍କୁ ମଧ୍ୟ ଅନୁସରଣ କରୁଛନ୍ତି। ତେଣୁ ସେ ତାପରେ କ୍ଷତ୍ରିୟେସନ କଥା ବି ପରବର୍ତ୍ତୀ ସମୟରେ ଅନେକ ଗୁଡ଼ିଏ ଲୋକ ଆଲୋଚନା କରିଥିଲେ। କିନ୍ତୁ ଯେହେତୁ ସେ ଅନେକ ଯୋଉ ସାଂସ୍କ୍ରିଟିକ ଇଏ ରହିଛି ଆମର ସାଂସ୍କୃତିକ ଯୋଉ ଇଏ ରହିଛି ପ୍ରାକ୍ଟିସେସ୍ ଗୁଡ଼ିକ ରହିଛି ବା ପରମ୍ପରା ଗୁଡ଼ିକ ରହିଛି ତାକୁ କେଉଁଭଳି ଭାବେ ସେମାନେ ଯେହେତୁ ସେମାନେ ଅନୁସରଣ କରୁଥିଲେ, ତେଣୁ ତାକୁ ପରବର୍ତ୍ତୀ ସମୟରେ ଶ୍ରୀନିବାସ ବ୍ରାହ୍ମୀନାଇଜେସନରୁ ପରିବର୍ତ୍ତନ କରି ତାକୁ ସାଂସ୍କ୍ରିଟାଇଜେସନ କହିଥିଲେ। ଏବଂ ସେ ସୋସିଆଲ ମୋବିଲିଟି ସମ୍ବନ୍ଧରେ ବା ଯୋଉ ସ୍ଥିତିର ପରିବର୍ତ୍ତନ ବିଷୟରେ କହିଲା ବେଳେ ସେ ମଧ୍ୟ କହିଥିଲେ ଆମର ପାଶ୍ଚାତ୍ୟକରଣ କଥା କହିଥିଲେ, କେଉଁଭଳି ଭାବେ ପାଶ୍ଚାତ୍ୟକରଣ ଏବଂ ଯୋଉ ଆମର ସଂସ୍କୃତିକରଣ ସମ୍ବନ୍ଧରେ ସେ କେଉଁଭଳି ଭାବେ ସମ୍ପର୍କଟିକୁ ଦୁଇଟି ପରିବର୍ତ୍ତନର ମଧ୍ୟରେ ଯୋଉ ସମ୍ପର୍କ ରହିଛି ତାକୁ ମଧ୍ୟ ଦର୍ଶାଇଥିଲେ। ପାଶ୍ଚାତ୍ୟକରଣରେ ସେ କିଭଳି ଭାବେ କହିଥିଲେ ଯୋଉ ଆମର ଅପର କାଷ୍ଟ ଅଛନ୍ତି ବା ଉଚ୍ଚ ସୋପାନରେ ଯୋଉ ଜାତି ଗୁଡ଼ିକ ରହିଲେ ସେମାନେ କୋଉଭଳି ଭାବେ ତାଙ୍କର ଯୋଉ ପାଶ୍ଚାତ୍ୟ ସଭ୍ୟତା ସଂସ୍କୃତିକୁ ଅନେକାଂଶରେ ଅନୁସରଣ କରିଥିଲେ ସେ ସମ୍ବନ୍ଧରେ କହିଥିଲେ। ଯଦି ଦେଖାଯାଏ ଆମର ଏମ୍.ଏନ୍. ଶ୍ରୀନିବାସଙ୍କର ଯୋଉ ଆମର ସନ୍ଦର୍ଭ ଗୁଡ଼ିକ ଆମେ ଆଲୋଚନା କଲେ ତାହା ଅନେକାଂଶରେ ଭାରତୀୟ ସମାଜର ଯୋଉ ପରିବର୍ତ୍ତନ ହୋଇଥିଲା ସେ ସମ୍ବନ୍ଧରେ ଦର୍ଶାଇଥିଲେ। ଆମେ ଯେଉଁଭଳି ଭାବେ କହିଥିଲେ ଯେ A.R. ଦେଶାଇଙ୍କ ସମ୍ବନ୍ଧରେ ହଉ କିମ୍ବା ଆମେ G.S. ଘୋରେଙ୍କ ସମ୍ବନ୍ଧରେ ହଉ, ଯେତେବେଳେ ଆଲୋଚନା କରିଥିଲେ ବା ସେମାନେ ଯେତେବେଳେ ନିଜର ଗବେଷଣା କରିଥିଲେ ସେମାନେ କେଉଁଭଳି ଭାବେ ଗୋଟେ ଅତୀତ କରିଥିଲେ ମୁଖ୍ୟତଃ ଭାବେ। କିନ୍ତୁ ଯଦି ଶ୍ରୀନିବାସଙ୍କ କଥା ଦେଖିବା ସେ ବର୍ତ୍ତମାନର ଯୋଉ ପରିବର୍ତ୍ତନ ବା ତାଙ୍କର ଯୋଉ ସମସାମୟିକ ପରିବର୍ତ୍ତନ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହାପରେ ଆମେ ଆଜି ଆଲୋଚନା କରିବା ରାମକୃଷ୍ଣ ମୁଖାର୍ଜୀଙ୍କ ବିଷୟରେ। ମୁଁ ପ୍ରଥମରୁ କହିଦେବାକୁ ଚାହେଁ ରାମକୃଷ୍ଣ ମୁଖାର୍ଜୀ ଜଣେ
ବ୍ୟକ୍ତିତ୍ୱ ଥିଲେ ଯିଏ ମାର୍କ୍ସବାଦୀ ଚିନ୍ତାଧାରା ଦ୍ୱାରା ଅନେକାଂଶରେ ଅନୁପ୍ରାଣିତ ହୋଇଥିଲେ। ଏବଂ ରାମକୃଷ୍ଣ ମୁଖାର୍ଜୀ ଯଦି ଦେଖିବା ଆମେ, ସେ ଯୋଉ ଆମର ପୁରୁଣା ବାଂଲାଦେଶ ସ୍ୱାଧୀନତା ପୂର୍ବର ଯୋଉ ବାଂଲାଦେଶ ଥିଲା ସେଠାରେ ଜନ୍ମଗ୍ରହଣ କରିଥିଲେ 1917 ମସିହାରେ, ଏବଂ ସେ ଯୋଉ ଜେସର ବୋଲି ଗୋଟେ ସ୍ଥାନରେ ସେ ଜନ୍ମଗ୍ରହଣ କରିଥିଲେ, ଏବଂ ତାଙ୍କ ବାପାଙ୍କ ନାଁ ଥିଲା ସତ୍ୟେନ୍ଦ୍ରନାଥ ମୁଖାର୍ଜୀ ଏବଂ ତାଙ୍କ ମାଙ୍କ ନାଁ ଥିଲା ସତୀ ରାଣୀ ଦେବୀ। ଏବଂ ସତ୍ୟେନ୍ଦ୍ରନାଥ ବା ତାଙ୍କ ପିତା ଜଣେ ଯନ୍ତ୍ରୀ ଭାବରେ ଭାରତୀୟ ରେଳବାଇ ବା ଇଣ୍ଡିଆନ ରେଲୱେଜରେ କାର୍ଯ୍ୟରତ ଥିଲେ, ଏବଂ ରାମକୃଷ୍ଣ ମୁଖାର୍ଜୀ ତାଙ୍କର ଯୋଉ ବାପାଙ୍କଠୁ ସେ ସ୍ୱାବଲମ୍ବୀ ହେବା ଏବଂ ପରିଶ୍ରମ କରିବା ତାଙ୍କ ବାପାଙ୍କଠୁ ସେ ଶିଖିଥିଲେ, ଏବଂ ସେ କହିଥିଲେ, ତାଙ୍କର ବିଶ୍ୱାସ ଥିଲା ଯେ ଗୋଟେ ମଣିଷ ସବୁବେଳେ ତାଙ୍କର ଯୋଉ ପୂର୍ବଜ ରହିଲେ ତାଙ୍କର ଯୋଉ ସମ୍ପତ୍ତି ରହିଛି, ତାଙ୍କର ଧନ ରହିଛି, ତା ଉପରେ ନିର୍ଭର ନ କରିବା ଦରକାର। ନିଜର ଜୀବନ ଜୀବିକା ପାଇଁ ସବୁବେଳେ ନିଜେ ନିଜ ଉପରେ ହିଁ ନିର୍ଭର କରିବା ଦରକାର ଏବଂ ନିଜର କର୍ମ ଉପରେ ହିଁ ନିର୍ଭର କରିବା ଦରକାର। ଏବଂ ଯେ ଦେଖାଯାଏ ରାମକୃଷ୍ଣ ମୁଖାର୍ଜୀ ତାଙ୍କର ଯୋଉ ଆମର ଶିକ୍ଷା ମୁଖ୍ୟତଃ ଭାବରେ ସ୍କୁଲ ଶିକ୍ଷା ଯଦି ଆମେ ଦେଖିବା, ସେ ରିପନ କଲେଜିଏଟ ସ୍କୁଲ ରୁ ଗ୍ରହଣ କରିଥିଲେ, ଏବଂ ସେ ତାଙ୍କର ପୋଷ୍ଟ ଗ୍ରାଜୁଏସନ ଆନ୍ଥ୍ରୋପୋଲୋଜି ବା ନୃତତ୍ତ୍ୱ ବିଜ୍ଞାନରେ ୟୁନିଭର୍ସିଟି ଅଫ କାଲକାଟା ବା କାଲକାଟା ବିଶ୍ୱବିଦ୍ୟାଳୟରୁ ଗ୍ରହଣ କରିଥିଲେ, ଏବଂ ସେ ସେଠାରେ ଗୋଟେ ହ୍ୟୁମାନ ଜେନେଟିକ୍ସ ଗୋଟେ ସ୍ପେଶାଲ ପେପର ଭାବରେ ଗ୍ରହଣ କରିଥିଲେ। ଏବଂ ଯଦି ଦେଖାଯାଏ ସିଏ ତାଙ୍କର PhD ପ୍ରଫେସର JC ଟ୍ରେଭରଙ୍କ ତତ୍ତ୍ୱାବଧାନରେ 1955 ମସିହାରେ କରିଥିଲେ। ଏବଂ ଯଦି ଦେଖାଯାଏ ସିଏ ତାଙ୍କର ଯୋଉ ସନ୍ଦର୍ଭ ଗୁଡ଼ିକ ରହିଛି, ତାଙ୍କର ଯୋଉ ଆଲୋଚନାର ବିଷୟବସ୍ତୁ ରହିଛି, ତା ଭିତରୁ ଗୋଟେ ମୁଖ୍ୟ ବିଷୟବସ୍ତୁ ଥିଲା କେଉଁଭଳି ଭାବେ ଯୋଉ ଆମର ଇଷ୍ଟ ଇଣ୍ଡିଆ କମ୍ପାନୀ ରହିଛି ତାର ସମ୍ବନ୍ଧରେ ରହିଥିଲା, ଏବଂ ସେ ଯୋଉ ଇଷ୍ଟ ଇଣ୍ଡିଆ କମ୍ପାନୀ ରହିଛି ତାହା କିଭଳି ଭାବେ ଉତ୍ଥାନ ହୋଇଥିଲା ଭାରତରେ, ସେ ସମ୍ବନ୍ଧରେ ସେ କହିଥିଲେ। ଏବଂ ତାକୁ ସେ ତା ସମ୍ବନ୍ଧରେ ଗବେଷଣା କରିବା ପାଇଁ ସେ ଗୋଟେ ଯୋଉ ମାର୍କ୍ସିଷ୍ଟ ମେଥଡ ଆମର ରହିଛି ବା ମାର୍କ୍ସଙ୍କର ଯୋଉ କନସେପ୍ଟ ଥିଲା ପ୍ରିମିଟିଭ ଆକ୍ୟୁମୁଲେସନ, ତାକୁ ନେଇକିରି ସେ ତାର ସନ୍ଦର୍ଭଟି ରଚନା କରିଥିଲେ। ସେ କହିଥିଲେ କେଉଁଭଳି ଭାବରେ ଯୋଉ ଶିଳ୍ପ ଭିତ୍ତିକ ପୁଞ୍ଜିବାଦ କେଉଁଭଳି ଭାବେ ବ୍ରିଟେନରେ ବ୍ୟବସ୍ଥିତ ହୋଇଥିଲା, ବାଣିଜ୍ୟ ଭିତ୍ତିକ ପୁଞ୍ଜିବାଦରୁ ଶିଳ୍ପ ଭିତ୍ତିକ ପୁଞ୍ଜିବାଦ କେଉଁଭଳି ଭାବେ ବ୍ୟବସ୍ଥିତ ହୋଇଥିଲା, ଏବଂ ସେ କହିଥିଲେ କେଉଁଭଳି ଭାବେ ଯୋଉ ଆମର ବ୍ରିଟିଶର୍ସ ମାନେ ଥିଲେ ସେମାନେ ଭାରତକୁ ଆସିଥିଲେ ଏବଂ ଭାରତର ଅର୍ଥନୈତିକ ଏବଂ ରାଜନୈତିକ ବ୍ୟବସ୍ଥାକୁ କେଉଁଭଳି ଭାବେ ବ୍ୟବସ୍ଥାରେ କେଉଁଭଳି ଭାବେ ପରିବର୍ତ୍ତନ ଆଣିଥିଲେ। ଏବଂ ସେମାନେ ଯୋଉ ସେ କହୁଛନ୍ତି, ସେମାନେ ଯେତେବେଳେ ଭାରତକୁ ଆସିଥିଲେ ସେମାନେ ଗୋଟେ ଅତି ଶୋଷଣ ମନୋବୃତ୍ତି ନେଇ ଆସିଥିଲେ ଏବଂ ଭାରତକୁ ଶୋଷଣ କରିବା ମନୋବୃତ୍ତିରେ ସେମାନେ ଆସିଥିଲେ, ଏବଂ ଭାରତକୁ ଶୋଷଣ କରି ନିଜେ କେଉଁଭଳି ଭାବେ ଭାରତର ଯୋଉ ସମ୍ପଦ ରହିଛି ତାକୁ କେଉଁଭଳି ଭାବେ ଲୁଟି ଲୁଣ୍ଠନ କରିବେ ସେଇ ସମ୍ବନ୍ଧରେ ସେ ଚିନ୍ତା କରିକି ଆସିଥିଲେ। ଏବଂ କୁହାଯାଏ ଯେ ଯୋଉ ଆମର ବ୍ରିଟିଶ ସରକାର ଯେତେବେଳେ ଭାରତ ସରକାରଙ୍କୁ ନିଜର ବା ଭାରତକୁ ନିଜର ଅକ୍ତିଆର ନେଲା, ସେ ସେତେବେଳେ କେଉଁଭଳି ଭାବେ ଭାରତର ଯୋଉ ନାଗରିକ ମାନେ ରହିଛନ୍ତି ତାଙ୍କୁ ଶୋଷଣ କରିଥିଲେ, ଏବଂ କେଉଁଭଳି ଭାବେ ସେ କହିଛନ୍ତି ଯେ ହ୍ୱାଇଟ୍ ମ୍ୟାନ୍ସ ବର୍ଡନ ଯୋଉଟା ଆମର ରହିଲା ବା ଗୋଟେ କହିଥିଲେ ଯୋଉ ବିଦେଶୀ ମାନେ ରହିଲେ ସେମାନଙ୍କର ବୋଝ କେଉଁଭଳି ଭାବେ ଭାରତକୁ ବିକଶିତ କରିବା ବା ଭାରତର ଯୋଉ ନାଗରିକ ମାନେ ରହିଲେ ତାଙ୍କୁ ସୁନାଗରିକ ଭାବେ ଗଢିବା ଲାଗି ଏହା ଗୋଟେ ଯୋଉ ହ୍ୱାଇଟ୍ ମ୍ୟାନ୍ସ ବର୍ଡନ ବା ସେମାନେ ଯେହେତୁ ଗୋଟେ ରେସିଷ୍ଟ ବା ସବୁବେଳେ ପାଇଁ ବ୍ରିଟିଶର ମାନେ ଗୋଟେ ଧଳା କଳା ବା ବର୍ଣ୍ଣ ଭିତ୍ତିକ ଯୋଉ ବୈଷମତା ସବୁବେଳେ ସେମାନେ ଦେଖେଇଥାନ୍ତି, ତାକୁ କହିଥିଲେ ଯେ ଆମ ଭଳି ଯୋଉ
ଧଳା ସ୍ୱଚ୍ଛ ମଣିଷ ମାନେ ଅଛୁ, ବ୍ରିଟେନର ଯୋଉ ବ୍ରିଟିଶ ନାଗରିକ ମାନେ ଅଛୁ, ଆମ ପାଇଁ ଭାରତୀୟ ନାଗରିକଙ୍କୁ ଗୋଟେ ଭଲ ସାଂସ୍କୃତିକ ଅର୍ଥନୈତିକ ନାଗରିକ ଭାବେ ଗଢି ତୋଳିବାର ବୋଝ ଆମ କାନ୍ଧରେ ରଖାଯାଇଛି। ଏବଂ ଏହା କହିବାର ତାତ୍ପର୍ଯ୍ୟ, ରାମକୃଷ୍ଣ ମୁଖାର୍ଜୀ କହିଛନ୍ତି, ଏହା କହିବାର ତାତ୍ପର୍ଯ୍ୟ ତାଙ୍କର ଏହା ହଉଛି ଯେ ଯୋଉ ଭାରତୀୟ ମାନେ ଥିଲେ, ନେଟିଭ ଭାରତୀୟ ବା ଯୋଉମାନେ ଭାରତରେ ଜନ୍ମ ହୋଇଥିଲେ, ଭାରତରେ ରହୁଥିଲେ, ସେମାନେ ସାଂସ୍କୃତିକ ଭାବେ ଅର୍ଥନୈତିକ ଭାବେ ସେମାନେ ପଛୁଆ ଏବଂ ଏହା ଗୋଟେ ଅପରିବର୍ତ୍ତିତ ସୋସାଇଟି ଏବଂ ଏଠାରେ କୌଣସି ପରିବର୍ତ୍ତନ ନାହିଁ ଏବଂ ଏ ସୋସାଇଟି ଗୋଟେ ପଛୁଆ ସୋସାଇଟି ଏବଂ ଏଠାରେ କୌଣସି ଗୋଟିଏ ଭଲ ବା ସକାରାତ୍ମକ ଇଏ ନାହିଁ ଯାହା ତାଙ୍କ ପାଇଁ ଶିଖିବା ପାଇଁ। ବରଂ ତାଙ୍କର ଏଇ ଯୋଉ ଦୃଷ୍ଟିକୋଣ, ଏହାକୁ ଦୃଷ୍ଟିକୋଣ ବା ବ୍ରିଟିଶ ମାନଙ୍କର ଦୃଷ୍ଟିକୋଣ ରାମକୃଷ୍ଣ ମୁଖାର୍ଜୀଙ୍କୁ ଅନେକାଂଶରେ ତାଙ୍କର ଚିନ୍ତାଧାରାକୁ ବ୍ୟାଘାତ ଦେଇଥିଲା। ଏବଂ ସେ କହିଥିଲେ ଯେ ଏଇ ଯୋଉ ପରିବର୍ତ୍ତନ, ଏହା ସମ୍ପୂର୍ଣ୍ଣ ପରିବର୍ତ୍ତନଟି ଯୋଉ ପ୍ରୋସେସ ଆମର ରହିଛି, ପ୍ରିମିଟିଭ ଆକ୍ୟୁମୁଲେସନ ଅଫ କ୍ୟାପିଟାଲ, କମ୍ପାନୀର ଯୋଉ ଶାସନ ସମୟର ସେ ବିଶ୍ଳେଷଣ କରିଥିଲେ ଏବଂ ସିଏ ବିସ୍ତୃତ ଭାବରେ ଆକ୍ଚୁଆଲି ବାସ୍ତବରେ ଯୋଉ ପ୍ରିମିଟିଭ ଆକ୍ୟୁମୁଲେସନ ପ୍ରୋସେସ ଯାହା ମାର୍କ୍ସ ଆଲୋଚନା କରିଛନ୍ତି ତା ସମ୍ବନ୍ଧରେ ସେ ବିସ୍ତୃତ ଭାବରେ ତାର ବିଶ୍ଳେଷଣ କରିନଥିଲେ। ଏବଂ ଯଦି ଦେଖାଯାଏ ସେ କହୁଥିଲେ ସେ କେଉଁଭଳି ଭାବେ ଯୋଉ ଆମର ଉତ୍ପାଦନ ବ୍ୟବସ୍ଥା ରହିଛି ତା ଦେହରେ କେଉଁଭଳି ଭାବେ ପରିବର୍ତ୍ତନ ଅଣାଯାଇଥିଲା। ସିଏ କହିଥିଲେ କେଉଁଭଳି ଭାବେ ଆକ୍ୟୁମୁଲେସନ ବାଇ ଡିସ୍ପୋଜିସନ ବା ଆମେ ଯାହାକୁ କହୁ ଯେ ସେ ବ୍ରିଟିଶର୍ସ ମାନେ ସେମାନେ କେଉଁଭଳି ଭାବେ ଯୋଉ ପେଜେଣ୍ଟ ରହିଲେ ବା କ୍ଷୁଦ୍ର ଚାଷୀ ରହିଥିଲେ ସେମାନଙ୍କୁ କେଉଁଭଳି ଭାବେ ଡିସ୍ପୋଜ କରିବା ମାନେ ଯୋଉ ବିସ୍ଥାପିତ କରିଥିଲେ ବା ସେମାନେ ତାଙ୍କର ଯୋଉ ଜମିର ମାଲିକାନା ବା ଜମିର ଯୋଉ ତତ୍ତ୍ୱାବଧାନ ସେମାନେ ନେଇ ନିଜେ କୃଷି କରୁଥିଲେ ତାଙ୍କୁ ସେଭଳି ଜମିରୁ କିଭଳି ଭାବେ ବିତାଡ଼ିତ କରିଥିଲେ ଏବଂ ବିସ୍ଥାପିତ କରିସାରିବା ପରେ ବିସ୍ଥାପିତ କରିଦେବା ଦ୍ୱାରା ଆମେ ଯେଭଳି ଭାବେ ଆମେ ଯୋଉ ପୁଞ୍ଜିବାଦ ରହିଛି କ୍ୟାପିଟାଲିଜିମରେ ଆମେ କେଉଁଭଳି ଭାବେ ଜାଣିଥାଉ ଯେ ଥରେ ଗୋଟେ କୃଷକ ବା କ୍ଷୁଦ୍ର ଚାଷୀ ଯେତେବେଳେ ନିଜର ମିନ୍ସ ଅଫ ପ୍ରଡକ୍ସନ ରହିଛି ବା ଯୋଉ ଉତ୍ପାଦନ ମାଧ୍ୟମ ରହିଛି ଜମି ମୁଖ୍ୟତଃ ଭାବରେ ସେଥିରୁ ସେ ଯେତେବେଳେ ବିସ୍ଥାପିତ ହୋଇଯାଏ ସେ କେଉଁଭଳି ଭାବେ ଗୋଟେ ଲେବରର ବା ଗୋଟେ ଶ୍ରମିକ ହୋଇଯାଏ ଏବଂ ସେଇ ଶ୍ରମିକ କେଉଁଭଳି ଭାବେ ଗୋଟେ ଆଗ୍ରିକଲଚରାଲ କ୍ୟାପିଟାଲ ବା ଯୋଉ ଆମର କୃଷି କାର୍ଯ୍ୟରେ ନିୟୋଜିତ ହଉ କିମ୍ବା ଗୋଟେ ଶିଳ୍ପାନୁଷ୍ଠାନରେ ନିୟୋଜିତ ହଉ ଏବଂ ସେ ଯୋଉ ଶ୍ରମିକଟି ହେଲା ତାକୁ ଆମେ କ୍ୟାପିଟାଲିଜିମ ବା ପୁଞ୍ଜିବାଦ ଯେତେବେଳେ ପଢୁ ତାକୁ ଆମେ ଫ୍ରି ଲେବରର କହିଥାଉ ତେଣୁ ବା ପ୍ରୋଲେଟେରିଏଟ କହିଥାଉ। ତେଣୁ ସେ ସମ୍ବନ୍ଧରେ ସେ କହିଥିଲେ ଏବଂ ସେ କହିଥିଲେ ଯୋଉ ବ୍ରିଟିଶ କଲୋନିଆଲିଜିମ ଆସିଲା ବା ଯୋଉ ବ୍ରିଟିଶ ଯେତେବେଳେ ଭାରତକୁ ନିଜର ଶାସନ ଅଧୀନରେ ନେଲା ସେତେବେଳେ ସେ କେଉଁଭଳି ଭାବେ ଯୋଉ ବ୍ୟବସ୍ଥାର ପରିବର୍ତ୍ତନ କରିଥିଲେ ଏବଂ ସେ କହିଥିଲେ କେଉଁଭଳି ଭାବେ ଯୋଉ ଆମର ଯୋଉ ଇଷ୍ଟ ଇଣ୍ଡିଆ କମ୍ପାନୀ ରହିଛି ସେ କେଉଁଭଳି ଭାବେ ଧୀରେ ଧୀରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲା ଭାରତରେ ବାଣିଜ୍ୟ ଦ୍ୱାରା ଏବଂ ସେ କହିଥିଲେ କେଉଁଭଳି ଭାବେ ଯୋଉ ମୁଖ୍ୟ ଚାରୋଟି ବିଷୟବସ୍ତୁ ଉପରେ ସେ ଆଲୋଚନା କରିଥିଲେ ତା ଭିତରୁ ଗୋଟେ ହେଲା ଦ ଗ୍ରାଣ୍ଟ ଅଫ ରୟାଲ ଚାର୍ଟର ଆଟ୍ ହୋମ୍ ସେ ସମ୍ବନ୍ଧରେ ସେ କହିଥିଲେ। ତାପରେ ଦେଖାଯାଇଥିଲା ସେମାନେ କେଉଁଭଳି ଭାବେ ଯୋଉ ଭାରତର ଯୋଉ ଅନ୍ୟ କେତେ ଗୁଡିଏ ଯୋଉ ବାଣିଜ୍ୟିକ ବନ୍ଧୁ ରାଷ୍ଟ୍ର ଥିଲେ ସେମାନଙ୍କ ସହିତ ଯୁଦ୍ଧ କରି ସେମାନଙ୍କ ଉପରେ ବିଜୟ ହାସଲ କରିବା ପରେ କେଉଁଭଳି ଭାବେ ତାକୁ ମଧ୍ୟ ସେ ନିଜ ନିୟନ୍ତ୍ରଣକୁ ଆଣିଥିଲେ ଏବଂ ଯଦି ଦେଖାଯାଏ ସେମାନେ କେଉଁଭଳି ଭାବେ ଯୋଉ କେତେ ଗୁଡିଏ ଯୋଉ ଶାସକ ଥିଲେ ଭାରତର ଯୋଉ ନେଟିଭ ବା ଆଞ୍ଚଳିକ ରାଜା ମାନେ ଥିଲେ ବା ଶାସକ ମାନେ ଥିଲେ ସେମାନଙ୍କୁ କେଉଁଭଳି ଭାବେ ଲୋଭ ଦେଖାଇ ବା ଲାଳସା ଦେଖାଇ ସେମାନେ କେଉଁଭଳି ଭାବେ ବା ଲାଞ୍ଚ ଦେଇ ବା ତାଙ୍କୁ ଯୋଉ ଆମର ତାଙ୍କର ସୁରକ୍ଷାର ଲୋଭ ଦେଖାଇ କେଉଁଭଳି ଭାବେ ତାଙ୍କୁ ନିଜ ଅଧୀନକୁ ଆଣିଥିଲେ ଏବଂ ନିଜ ସପକ୍ଷରେ ଆଣିବାରେ ସକ୍ଷମ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କ ଉପରେ ସେମାନେ ଯୋଉ ମିଲିଟାରୀ ରହିଲେ ବା ସୈନ୍ୟ ସାମନ୍ତ ଧରି ଯୁଦ୍ଧ କରି ସେମାନଙ୍କର ଉପରେ ବିଜୟ ହାସଲ କରି ତାକୁ ମଧ୍ୟ ସେ ନିଜ ନିୟନ୍ତ୍ରଣକୁ ଆଣିଥିଲେ। ଏବଂ ଯଦି ଦେଖାଯାଏ ରାମକୃଷ୍ଣ ମୁଖାର୍ଜୀ
ଦେଖେଇଥିଲେ, ଯୋଉ ଆମର ତଥ୍ୟ ରହିଛି ଐତିହାସିକ ତଥ୍ୟ ତାକୁ ଦେଖେଇ କହିଥିଲେ କେଉଁଭଳି ଭାବେ ଇଷ୍ଟ ଇଣ୍ଡିଆ କମ୍ପାନୀ, ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତକୁ ଲୁଣ୍ଠନ କରିଥିଲା ଏବଂ ଭାରତକୁ ଦାରିଦ୍ର୍ୟକୁ ଠେଲି ଦେଇଥିଲା। ଯେ ଦେଖାଯାଏ ସେ ଖାଲି ଏହି ସମ୍ବନ୍ଧରେ ଆଲୋଚନା କରିନଥିଲେ, କେବଳ ପ୍ରିମିଟିଭ ଆକ୍ୟୁମୁଲେସନ ଉପରେ ଆଲୋଚନା କରିନଥିଲେ, ବରଂ ସେ ମଧ୍ୟ ଯୋଉ ଆମର ରୁରାଲ ଇକୋନୋମି ଆଣ୍ଡ ସୋସାଇଟି ବା ଯୋଉ ଆମର ଗ୍ରାମୀଣ ଅର୍ଥନୀତି ଏବଂ ସାମାଜିକ ବ୍ୟବସ୍ଥା ଉପରେ ମଧ୍ୟ ସେ ଆଲୋଚନା କରିଥିଲେ। ଏବଂ ତାଙ୍କର ଯୋଉ ମୁଖ୍ୟ ସନ୍ଦର୍ଭଟି ଥିଲା 6 villages ଅଫ ବେଙ୍ଗଲ, ଗୋଟେ ଅତ୍ୟନ୍ତ ଉତ୍ତମ ବିଶ୍ଳେଷଣ ଥିଲା ଗାଁର ଯୋଉ ଅର୍ଥନୈତିକ ବ୍ୟବସ୍ଥା ରହିଛି ଆଉ ଗାଁର ଯୋଉ ସାମାଜିକ ବ୍ୟବସ୍ଥା ରହିଛି। ସେଠାରେ ସେ କଣ କରିଥିଲେ, ସେ ଗୋଟେ ଯୋଉ ଗାଁର ଗାଁର ଯୋଉ ସାମାଜିକ ବ୍ୟବସ୍ଥା ରହିଛି ବା ଗାଁର ଯୋଉ ଅର୍ଥନୈତିକ ବ୍ୟବସ୍ଥା ରହିଛି ତାର ସମ୍ପର୍କ କେବଳ ଗୋଟେ ବାହାରର ଗୋଟେ ଯୋଉ ବୃହତ ଅର୍ଥନୈତିକ ବ୍ୟବସ୍ଥା ରହିଛି ତାହା ସମ୍ବନ୍ଧରେ ସେ କହିଥିଲେ। ଏବଂ ଯଦି ଦେଖାଯାଏ ସେ ପ୍ରଥମ ବ୍ୟକ୍ତି ଥିଲେ ଭାରତୀୟ ସମାଜ ବିଜ୍ଞାନର ଯିଏ ତାଙ୍କ ସନ୍ଦର୍ଭଟିକୁ ଆମେରିକାନ ସୋସିଓଲୋଜିକାଲ ରିଭ୍ୟୁରେ ପ୍ରକାଶିତ କରିଥିଲେ ଏବଂ ସେ ସନ୍ଦର୍ଭଟି ଅତ୍ୟନ୍ତ ଲୋକପ୍ରିୟ ଏବଂ ଅତ୍ୟନ୍ତ ଯାହାକୁ କୁହାଯାଏ ଆମେ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ ତାଙ୍କର ସେ ସନ୍ଦର୍ଭଟି। ଏବଂ ସେ ଯୋଉ ଗାଁ ଗୁଡିକ ଉପରେ ନିଜର ଗବେଷଣା କରିଥିଲେ, ସେ ଗାଁ ଗୁଡିକ ପୂର୍ବ ପାକିସ୍ତାନରେ ବର୍ତ୍ତମାନ ସେତେବେଳେ ଅବସ୍ଥିତ ଥିଲେ। ଏବଂ ଯୋଉ 6ଟି ଭିଲେଜ ବା 6ଟି ଗ୍ରାମ ସେ ବାଛିଥିଲେ ତାଙ୍କର କାମ ପାଇଁ। 5ଟି ତା ଭିତରୁ ଅତ୍ୟନ୍ତ ଇଣ୍ଟେରିୟର ପାର୍ଟ ବା ଭିତରର ଅବସ୍ଥିତ ଗାଁ ଥିଲା ଏବଂ 6ଠ ଗ୍ରାମଟି ତାଙ୍କର ପାଖ ଗାଁ ଥିଲା। ଯଦି ଦେଖାଯାଏ ଯୋଉ ଆମର ଗାଁର ଯୋଉ ପ୍ରକୃତି ବା ଗାଁର ଯୋଉ ଆମର ପରିବର୍ତ୍ତନ ସମ୍ବନ୍ଧରେ ସେ ଯେତେବେଳେ ବା ଗାଁର ଯୋଉ ବ୍ୟବସ୍ଥା ସମ୍ବନ୍ଧରେ ସେତେବେଳେ ଆଲୋଚନା କରିଥିଲେ, ସେ କେଉଁଭଳି ଭାବେ ଯୋଉ ଗାଁର ବ୍ୟବସ୍ଥା ରହିଛି ମୁଖ୍ୟତଃ ଭାବରେ ଜମି ମାଲିକାନାର ବ୍ୟବସ୍ଥା ବା ଯୋଉ ଘରର ଯୋଉ ସେଟଲମେଣ୍ଟ ପାଟର୍ନ ରହିଛି, ଘରର ବ୍ୟବସ୍ଥା ରହିଛି ବା ଯୋଉ ଜଳାଶୟର ବ୍ୟବସ୍ଥା ଗୁଡିକ ରହିଛି ବା ଯୋଉ ଆମର ଧାର୍ମିକ ବ୍ୟବସ୍ଥା ରହିଛି ବା ଯୋଉ ଆମର ଯୋଉ ଲୋକମାନେ ଥିଲେ ସେମାନଙ୍କର ଯୋଉ ଜାତିଗତ ଯୋଉ ବ୍ୟବସ୍ଥା ରହିଛି ସେ ସମ୍ବନ୍ଧରେ ମଧ୍ୟ ସେ ଆଲୋଚନା କରିଥିଲେ। ଏବଂ ଖାଲି ସେତିକି ନୁହେଁ, ସେ ମଧ୍ୟ ଯୋଉ ପ୍ରଶାସନିକ ବ୍ୟବସ୍ଥା ରହିଛି ତା ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଥିଲେ। ସେ ପ୍ରଥମ ଗବେଷଣା ଥିଲା ଯାହା ତଥ୍ୟ ଭିତ୍ତିକ, କେବଳ ନୁହେଁ ଯେ କ୍ୱାଲିଟେଟିଭ ଇନଫର୍ମେସନ ଯାହାକୁ ଆମେ କହିଥାଉ ତାକୁ ନେଇକିରି କେବଳ ସେ ଆଲୋଚନା କରିନଥିଲେ, ସିଏ ମଧ୍ୟ ଯୋଉ ଆମର କ୍ୱାଣ୍ଟିଟେଟିଭ ଇନଫର୍ମେସନ ବା ଯୋଉ ଆମର ଗାଣିତିକ ବା ଯୋଉ ପରିସଂଖ୍ୟାନ ଭିତ୍ତିକ ଯୋଉ ତଥ୍ୟ ରହିଛି ତାକୁ ମଧ୍ୟ ଉପସ୍ଥାପନ କରିଥିଲେ। ଏବଂ ସେ ପ୍ରଥମ ଲୋକ ଥିଲେ ଯେ ପରିସଂଖ୍ୟାନ ଭିତ୍ତିକ ତର୍ଜମା ଏଇ ବିଷୟକୁ ନେଇ କରିଥିଲେ। ଏବଂ ଯଦି ଦେଖାଯାଏ ସିଏ ତାଙ୍କର ଗାଁର ଯୋଉ ଖାଦ୍ୟ ପେୟର ବ୍ୟବସ୍ଥା ରହିଛି ବା ଯୋଉ ଆମର ଫୁଡ କଲଚର ଯାହାକୁ ଆମେ କହିଥାଏ, ଖାଦ୍ୟ ସଂସ୍କୃତି ଓ ପରମ୍ପରା, ତାଙ୍କର ଯୋଉ ପୋଷାକ ପିନ୍ଧିବାର ଶୈଳୀ, ତାଙ୍କର ଯୋଉ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ତାଙ୍କର ଯୋଉ ପର୍ବପର୍ବାଣୀ ରହିଛି ଏ ସମ୍ବନ୍ଧରେ ସେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏବଂ ତାର ଯୋଉ ଗାଁର ଯୋଉ ଆମର ବିଭିନ୍ନ ପ୍ରକାରର ଯୋଉ ଆମର ଅକୁପେସନାଲ ଷ୍ଟ୍ରକ୍ଚର ରହିଛି ବା ଯୋଉ ନିଯୁକ୍ତି ଇଏ ରହିଛି ସେ ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଥିଲେ। ଏବଂ ଯଦି ଦେଖାଯାଏ ସିଏ ଗୋଟେ ଗାଁର ଯୋଉ ଲୋକମାନେ ରହିଥିଲେ ବା ଗାଁର ଯୋଉ ସମ୍ପ୍ରଦାୟ ଗୁଡିକ ରହିଥିଲେ ତାକୁ ସେ ମୁଖ୍ୟତଃ ଭାବେ ଶ୍ରେଣୀ ଭାବରେ ଜମିର ମାଲିକାନାକୁ ନେଇ ସେ ବିଭିନ୍ନ ଶ୍ରେଣୀରେ ବିଭାଜନ କରିଥିଲେ ଏବଂ ତାକୁ ନେଇ ନିଜର ତର୍ଜମା କରିଥିଲେ। ଏବଂ ସିଏ ଅନେକାଂଶରେ ଯୋଉ ପୁରୁଣା ସନ୍ଦର୍ଭ ଗୁଡିକ ରହିଛି ତାକୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଯୋଉ ଗ୍ରାମୀଣ ଭାରତ ଯୋଉ ବ୍ରିଟିଶ ରିପୋର୍ଟ ଇଏ କହିଥିଲେ ଯେ ବ୍ରିଟିଶର ମାନେ କହୁଥିଲେ ଯେ ଏହା ଅପରିବର୍ତ୍ତିତ ଏବଂ ସବୁବେଳ ପାଇଁ ଷ୍ଟାଗନାଣ୍ଟ, ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ସେ କିନ୍ତୁ ରାମକୃଷ୍ଣ ମୁଖାର୍ଜୀ କହିଥିଲେ ନାହିଁ,
ଭିଲେଜ ଲାଇଫ ବା ଗ୍ରାମୀଣ ସମାଜ ବା ଗ୍ରାମୀଣ ସମ୍ପ୍ରଦାୟ ସବୁବେଳେ ପରିବର୍ତ୍ତିତ। ଏହା ଯଦି ଦେଖାଯାଏ ସେ କହିଥିଲେ ଏହା ଅଭିନ୍ନ ନୁହେଁ କିମ୍ବା ଏହା ସମାନତା ଉପରେ ଆଧାରିତ ନୁହେଁ ଏବଂ ଏହା ଗାଁ ଭିତରେ ବିଭିନ୍ନତା ରହିଛି ଏବଂ ଅସମାନତା ମଧ୍ୟ ରହିଛି ଏବଂ ସେ ଜାତି ଭିତ୍ତିକ ଯୋଉ ବିଭିନ୍ନତା ରହିଛି ତା ସମ୍ବନ୍ଧରେ ମଧ୍ୟ କହିଥିଲେ ଏବଂ ଅର୍ଥନୈତିକ ଯୋଉ ଉତ୍ପାଦନ ସମ୍ପର୍କ ରହିଛି ବା ପ୍ରଡକ୍ସନ ରିଲେସନ ଯାହାକୁ ଆମେ କହିଥାଉ ତାକୁ ନେଇକରି ଯୋଉ ବିଭିନ୍ନତା ରହିଛି ବା ଅସମାନତା ରହିଛି ତା ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଥିଲେ। ଯଦି ଦେଖିବା ରାମକୃଷ୍ଣ ମୁଖାର୍ଜୀଙ୍କର ଯୋଉ ସନ୍ଦର୍ଭ ରହିଛି ତାହା ସେ କେଉଁଭଳି ଭାବେ କହିଥିଲେ ଯେ ଭାରତୀୟ ଯୋଉ ସମାଜ ରହିଛି ତାକୁ ଆମେ ବୁଝିବା ପାଇଁ ହେଲେ ଆମର ସମାଜ ଶାସ୍ତ୍ର ବା ସମାଜ ବିଜ୍ଞାନ ହିଁ ସବୁଠୁ ଗୋଟିଏ ଉପଯୁକ୍ତ ବିଷୟ ଯାହାକୁ ନେଇ ଆମେ ବୁଝିପାରିବା ଏବଂ ସେ କହିଥିଲେ କିଭଳି ଭାବେ ଯୋଉ ଇତିହାସ ଭାରତର ଇତିହାସକୁ ଦୁଇଟି ଭାଗରେ ବିଭକ୍ତ କରୁଥିଲେ, ଗୋଟିଏ ହେଲା ପ୍ରି ସୋସିଓଲୋଜିକାଲ ପିରିୟଡ ଆଉ ଗୋଟେ ହେଲା ସୋସିଓଲୋଜିକାଲ ପିରିୟଡ। ସେ କହିଥିଲେ ସୋସିଓଲୋଜିର ବା ସମାଜ ବିଜ୍ଞାନର ଉତ୍ଥାନ ପୂର୍ବରୁ ଯୋଉ ସମାଜ ରହିଛି ତା ସମ୍ବନ୍ଧରେ ସେ କହିଥିଲେ ଏବଂ ସମାଜ ବିଜ୍ଞାନ ଆସିବା ପରେ ଯୋଉ ପରିବର୍ତ୍ତନ ହେଇଛି ତା ସମ୍ବନ୍ଧରେ ଯୋଉ ଆଲୋଚନା ହେଇଛି ତା ମଧ୍ୟରେ ଗୋଟେ ତୁଳନାତ୍ମକ ବିବରଣୀ ପ୍ରଦାନ କରିଥିଲେ ଏବଂ ସେ କହିଥିଲେ ଯେ ସମାଜ ବିଜ୍ଞାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆମର ସାମାଜିକ ପରିବର୍ତ୍ତନକୁ ଉପରେ ଗବେଷଣା କରିବା ପାଇଁ। ଯଦି ଦେଖିବା ଆଜିର ଯୋଉ ବିଷୟବସ୍ତୁ ଆମେ ଆଲୋଚନା କଲେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଦେଖିବା ଆମେ ଏମ୍ ଶ୍ରୀନିବାସଙ୍କର ଯୋଉ ପ୍ରଧାନ ଜାତି ବା ଡୋମିନାଣ୍ଟ କାଷ୍ଟ ହଉ ବା ତାଙ୍କର ସଂସ୍କୃତିକରଣ ହଉ ପାଶ୍ଚାତ୍ୟକରଣ ହଉ କିମ୍ବା ତାଙ୍କର ଯୋଉ ବୁକ୍ ଭ୍ୟୁ ଟୁ ଫିଲ୍ଡ ଭ୍ୟୁ ବା ତାଙ୍କର ଯୋଉ ପ୍ରତ୍ୟକ୍ଷଦର୍ଶୀ ବା ପ୍ରତ୍ୟକ୍ଷ ଭାବେ ଯୋଉ ଗବେଷଣା କରିବାର ଶୈଳୀ ହଉ ଏହା ଆମକୁ ସୂଚାଇଥାଏ ଯେ କେଉଁଭଳି ଭାବେ ସେ ସମୟରେ ସେ ସମାଜ ବିଜ୍ଞାନକୁ ତାଙ୍କର ଯୋଉ ସନ୍ଦର୍ଭ ବା ତାଙ୍କର ଯୋଉ ଗବେଷଣା ଗୁଡିକ ରହିଛି କେଉଁଭଳି ଭାବେ ଭାରତୀୟ ସମାଜଶାସ୍ତ୍ର ବା ସମାଜ ବିଜ୍ଞାନକୁ କେଉଁଭଳି ଭାବେ ସୁଦୃଢ କରିଥିଲା, ସମାଜଶାସ୍ତ୍ରର ବିକାଶରେ କେଉଁଭଳି ଭାବେ ତାଙ୍କର ଯୋଗଦାନ ରହିଥିଲା। ସେଇଭଳି ଭାବେ ଯଦି ଆମେ ଦେଖିବା ରାମକୃଷ୍ଣ ମୁଖାର୍ଜୀଙ୍କର ଅବଦାନ ମଧ୍ୟ କୌଣସି କ୍ଷେତ୍ରରେ କମ୍ ନୁହେଁ। ତାଙ୍କର ଯୋଉ ସନ୍ଦର୍ଭଟି ପ୍ରକାଶିତ ହୋଇଥିଲା ଆମେରିକାନ ସୋସିଓଲୋଜିକାଲ ରିଭ୍ୟୁରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଏବଂ ସେ ପ୍ରଥମ ଥର ପାଇଁ ଯଦି ଦେଖିବା ପ୍ରଥମ ସମାଜ ବିଜ୍ଞାନୀ ଯିଏ ଗୋଟେ କ୍ୱାଣ୍ଟିଟେଟିଭ ବା ପରିସଂଖ୍ୟାନ ଭିତ୍ତିକ ସନ୍ଦର୍ଭ ପ୍ରକାଶିତ କରିଥିଲା ଆମେରିକାନ ସୋସିଓଲୋଜିକାଲ ରିଭ୍ୟୁରେ ଏବଂ ସେ ଗ୍ରାମୀଣ ପରିବର୍ତ୍ତନକୁ କ୍ୱାଣ୍ଟିଫାଏବୁଲ ଇଏରେ ବା ଗୋଟେ ପରିସଂଖ୍ୟାନ ଭିତ୍ତିକ ତର୍ଜମା ଗ୍ରାମୀଣ ସମାଜରେ ଯୋଉ ପରିବର୍ତ୍ତନକୁ ନେଇକରି ପ୍ରକାଶିତ କରିଥିଲେ ଏବଂ ସେ ଆଲୋଚନାକୁ ଆମେ ଏଇଠାରେ ରଖିବା। ଧନ୍ୟବାଦ।